ପ୍ରେଜ୍ ଦ ଧନ୍ୟବାଦ ଦେଇ ପ୍ରଭୁଙ୍କୁ। ଆଉ ପ୍ରଭୁ ସୁନ୍ଦର ସୁଯୋଗ ଦେଇଛନ୍ତି, ପ୍ରଭୁ ସୁନ୍ଦର ସମୟ ଦେଇଛନ୍ତି। ମୁଁ ପରି ଅଯୋଗ୍ୟକୁ ପ୍ରଭୁ ଏଇ ପ୍ରକାର ସୁନ୍ଦର ଅନଲାଇନ ପ୍ଲାଟଫର୍ମ ଦେଇଛନ୍ତି। ମୁଁ କେବେ ବି କୋଉଠି ମେସେଜ ଦେଇନଥିଲି, କିନ୍ତୁ ଯେହେତୁ ମାଧୁରୀ ଆଣ୍ଟି କହିଲେ ଆଉ ସେଥିପାଇଁ ମୁଁ ପ୍ରିପେୟାର ହେଲି ଆଉ ପ୍ରଭୁଙ୍କୁ ସାହାଯ୍ୟ ମାଗିଲି। ପ୍ରଭୁ ମୁଁ କୋଉଠି କେବେ ବି କିଛି କହିନି, ବଟ୍ ମୋର ଫାର୍ଷ୍ଟ ଟାଇମ୍ ପ୍ରଭୁ ତୁମେ ହିଁ ମତେ ସାହାଯ୍ୟ ପଠାଅ। ଆଉ ପବିତ୍ର ଆତ୍ମା ତୁମେ ନିଜେ ମୋ ମୁଖ ଦେଇ କଥା କୁହ, ଆଉ ତୁମ ପବିତ୍ର ଲୋକମାନଙ୍କୁ ତୁମେ ହିଁ କଥା କୁହ। ତୁମରି ରବ ସେମାନେ ଶୁଣିବାର ଅଛି ପ୍ରଭୁ, ମୁଁ କେବଳ ମାଧ୍ୟମ, ଆଉ ମୋ ଦେଇ ତୁମେ କଥା କୁହ ବୋଲି ମୁଁ ପ୍ରାର୍ଥନା କଲି। ଆଉ ନିଶ୍ଚୟ ପ୍ରଭୁ ସାହାଯ୍ୟ କରିବେ, ଯେହେତୁ ଏଇଟା ମନୁଷ୍ୟର କାର୍ଯ୍ୟ ନୁହେଁ, ଏଇଟା ପରମେଶ୍ୱରଙ୍କର କାର୍ଯ୍ୟ। ଆଉ ସେ ନିଜେ ଆମମାନଙ୍କୁ ସାହାଯ୍ୟ ପଠାଇବେ। ଆଉ ଆସନ୍ତୁ ମାନେ ପ୍ରସ୍ତୁତ ହେବା। ଗୋଟେ ଛୋଟିଆ ପ୍ରାର୍ଥନାର ସହିତ ମୁଁ ଆରମ୍ଭ କରୁଛି। ଧନ୍ୟବାଦ 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 ପବିତ୍ର ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ କରୁଛୁ, ଆମେ ତୁମକୁ ପ୍ରଶଂସା କରୁଛୁ ବାପା, ତୁମ ନାମକୁ ଉଚ୍ଚୀକୃତ କରୁଛୁ ରାଜା। ମୋ ପରମେଶ୍ୱର ପ୍ରଭୁ ତୁମେ ସୈନ୍ୟାଧିପତି, ତୁମେ ରାଜା ମାନଙ୍କର ରାଜା। ହଁ ପ୍ରଭୁ ତୁମେ ମୃତ୍ୟୁକୁ ହରାଇ ଅଛ ମୋ ପରମେଶ୍ୱର ବାପା। ଆମ ମାନଙ୍କୁ ତୁମେ ପ୍ରଭୁ ଓ ରାଜା ସେଇ ସ୍ୱର୍ଗୀୟ ହଁ ପ୍ରଭୁ ଉତ୍ଥାପନରେ ତୁମେ ଉତ୍ଥିତ କରାଇ ଅଛ ବାପା। ଆମେ ବିଶ୍ୱାସ କରୁଛୁ ପ୍ରଭୁ, ଆଜିର ଏଇ ସୁନ୍ଦର ଦିନରେ ମୋ ପରମେଶ୍ୱର ପ୍ରଭୁ ତୁମେ ସାହାଯ୍ୟ ପଠାଅ। ପବିତ୍ର ଆତ୍ମା ତୁମର ଉପସ୍ଥିତି ଏହି ସ୍ଥାନରେ ଓହ୍ଲାଇ ଆସୁ। ତୁମେ ନିଜେ ପ୍ରଭୁ କଥା କୁହ, ତୁମ ପବିତ୍ର ଲୋକମାନଙ୍କୁ ତୁମରି ରବ ତୁମେ ଶୁଣାଅ ପ୍ରଭୁ। ପ୍ରତ୍ୟେକ ଆମେ ପ୍ରଭୁ ଜାଗ୍ରତ ହେବୁ, ଚେତନା ପାଇବୁ, ପରାମର୍ଶ ପାଇବୁ। ରାଜା ତୁମେ ସାହାଯ୍ୟ କର, ତୁମେ ସାହାଯ୍ୟ କର। ହୋଲି ସ୍ପିରିଟ ତୁମେ ସାହାଯ୍ୟ ପଠାଇଅଛ, ସ୍ୱର୍ଗରୁ ସେ ଦ୍ୱାର ଉନ୍ମୁକ୍ତ ହୋଇଅଛି ପ୍ରଭୁ। ଧନ୍ୟବାଦ ଦଉଛି, ପ୍ରାର୍ଥନା ଶୁଣିଅଛ। ହଁ ମୋ ପରମେଶ୍ୱର ଧନ୍ୟବାଦ ଦେଇ ଏହି କ୍ଷୁଦ୍ର ନିବେଦନ ଯୀଶୁଙ୍କ ନାମରେ ମୁଁ ମାଗିଲୁ ପିତା, ଆମେନ୍। ସମସ୍ତଙ୍କୁ ପୁନର୍ବାର ପ୍ରେଜ୍ ଦ ଲର୍ଡ। ଆଜିର ଟପିକ ଆଉ ପୁନରୁତ୍ଥାନ ବିଷୟରେ ମୁଁ ପ୍ରିପେୟାର କରିଛି, ଆଉ ଇଂଲିଶରେ ରେଜରେକ୍ସନ। ଆଉ ଆମମାନେ ଅନେକ ସପ୍ତାହ ଧରି ଆଉ ପ୍ରଭୁଙ୍କର ସେହି କ୍ରୁଶୀୟ ମୃତ୍ୟୁ ଆଉ ସେଇ ରକ୍ତର ମହତ୍ଵ, ଆଉ କଣ ପାଇଁ ପ୍ରଭୁ ଯୀଶୁ କ୍ରୁଶ ଉପରେ ହତ ହେଇଥିଲେ, ଆଉ କାହିଁକି ଏ ଜଗତକୁ ଆସିଥିଲେ, ଏ ସବୁ ବିଷୟ ଆମେ କଣ୍ଟିନ୍ୟୁ 1 month ହେବ ଆମମାନେ ଶୁଣି ଆସୁଛୁ। ଆଉ ଆମମାନଙ୍କର ଆଣ୍ଟି ମାନେ, ଦିଦି ମାନେ ବହୁତ ସୁନ୍ଦର ଭାବରେ ସେଟାକୁ ଏକ୍ସପ୍ଲେନ କରିଛନ୍ତି। ପୁନରୁତ୍ଥାନ ଦିବସ ଆମେ ଏଇ ସଣ୍ଡେ ପାଳନ କରିଛୁ। ତ ମୁଁ 5 ଭାଗରେ ବିଭକ୍ତ କରିଛି। ଆଉ ପୁନରୁତ୍ଥାନ ଟପିକ କୁ ଆମେ 5ଟା ପାର୍ଟରେ ଆମେ ଶିଖିବା। ପ୍ରଥମ ବିଷୟ what is resurrection, ପୁନରୁତ୍ଥାନ କଣ, ପୁନରୁତ୍ଥାନର ଅର୍ଥ କଣ। ସେକେଣ୍ଡ ବିଷୟ ପୁନରୁତ୍ଥାନର ଆବଶ୍ୟକତା ଥିଲା କି, what was the need for resurrection, ମାନେ ତାର ଆବଶ୍ୟକତା ଥିଲା କି। ଥର୍ଡ ବିଷୟ ପୁନରୁତ୍ଥାନ କଣ ସତ୍ୟ ଥିଲା, ଏଇଟା ଗୋଟେ ପ୍ରକୃତ ଘଟଣା ଥିଲା ନା ଏଇଟା ଗୋଟେ କାଳ୍ପନିକ, ଗୋଟେ ଷ୍ଟୋରି କି ମିଥ୍। was the resurrection a fact, ସତ ଘଟଣା ଥିଲା କି। ଆଉ ଫୋର୍ଥ ବିଷୟ ଦେଖିବା ପୁନରୁତ୍ଥାନ ଦ୍ଵାରା ଆମେ କଣ ପାଉଛୁ, what do we get from resurrection, ଆମେ ସେ resurrection ରୁ ଆମେ କଣ ପାଉଛୁ। ଆଉ ଫିଫ୍ଥ ବିଷୟ ଦେଖିବା ପୁନରୁତ୍ଥାନ ପରେ ଆମେ ଏବେ କଣ କରିବା କଥା, ବା ପ୍ରଭୁ ଆମକୁ କିଛି କରିବା ନିମନ୍ତେ କହୁଛନ୍ତି କି, what are we compelled to do by this resurrection, ପ୍ରଭୁ କିଛି ଆମକୁ କହୁଛନ୍ତି କି ଏଇ ପୁନରୁତ୍ଥାନ ପରେ ଆମର କଣ ରୋଲ ଅଛି। ତ ଏଇ 5ଟା ବିଷୟକୁ ଆମେ ଏଲାବୋରେଟଲି ଆମେ ଶୁଣିବା କିଛି ସମୟ। ତ ମାଥ୍ୟୁ 28 ଆମେ ଯିବା ପୂର୍ବରୁ ଆମେ ଜାଣୁ ସେଠି ପ୍ରଭୁଙ୍କର ଯୀଶୁଙ୍କର ସେଇ ପୁନରୁତ୍ଥାନ ବିଷୟଟା ଭଲ ଭାବରେ ଆମେ ସେଇଠୁ ଜାଣିପାରିବା। କିନ୍ତୁ ସେଇଟା ଯିବା ପୂର୍ବରୁ ଆମେ ପୁନରୁତ୍ଥାନ କଣ ଏଇ ବିଷୟଟାକୁ ପ୍ରଥମେ ଭଲ ଭାବରେ ଜାଣିବା। ତ ପୁନରୁତ୍ଥାନ ଶବ୍ଦର ଅର୍ଥ ହେଉଛି ମୃତ୍ୟୁରୁ ପୁନର୍ଜୀବନ।
पुनर्जीवन माने लाइफ बैक फ्रॉम डेथ गोटे जीवन मृत्यु वापस आसुछि जेतेबेले ताको आमे कहूछु मृत्यु पुनर्जीवन हैला बा पुनरुत्थान से पाइला। तो यही वर्ड को आमे बुझिबा पई किछटा एग्जांपल रे बुझिबा तो आमे पुरातन नियम और नूतन नियम दुईटा विषय देखिबा और दुईटे नियम रो आमे गोटे गोटे एग्जांपल नै कि बुझिबा। तो हम माने खोलिबा बाइबल जदि समस्त पाखे अच्छी तो हम माने खोलिबा प्रथम राजावली 17 रु 24 जाए हम माने खोलिबा प्रथम राजावली 17 रु 24। तो तारो बैकग्राउंड मु कहूची तो जते बेले एलियो को समय रे आहाब राजा को समय रे जेतेबेले परमेश्वर पठेइचंती एलियम को सारीफत विधवा स्त्री पाखको तांको निकटको जीवा निमंते तो सेतेबेले एलियो जाइछंती सारीफत विधवा स्त्री पाखको से सेठारे जहा सब स्टोरीज अछि हमें 17 रे एलाबोरेटली पढिले हमें जानि परिबा से जाइछंती तांको सेठारे से रहिछंती तापरे अल्प दिन रहिबा परे तांकर गोटे से विधवा स्त्री रो गोटे छोट पुओ अछि आ हठात से पीड़ित होइछि आ तार मृत्युवरण हो जाइछि आ से समय रे से विधवा स्त्री एलियम को कहूछि कि तुम पाई मो पुओर मृत्यु हैला आ तुमे जेहेतु मो गृह को आसीछ एई अमंगल तुम पाई बोली हेछि आ सेठी पाई मो पुओर जीवन चली गला। तो से एलियम को दोष दौचंती से सारीफत विधवा स्त्री कि तुम पाई मो पुओ आज मृत्युवरण करिछि। तो सेठी एलियो तापरे तांकर ऊपर कोठरी से रहुथिले से विधवा स्त्री को घरे से रहुथिले एलियो तांकर ऊपर कोठरी को से छोट पुओ को नै छंती से प्रार्थना करिछंती आ प्रार्थना कला परे से पुओ पुनर्जीवन से पाई छंती। देखिबा प्रथम राजा सहाय्य करिबे कि पढिबा पई 17 रो 22-23 पद। एथितारे सदाप्रभु एलियाଙ୍କର ରୋଗରେ କର୍ଣ୍ଣପାତ କଲେ ପୁଣି ବାଳକର ପ୍ରାଣ ପୁନର୍ବାର ତାହା ମଧ୍ୟକୁ ଆସନ୍ତେ ସେ ପୁନର୍ଜୀବିତ ହେଲା। ତେଣୁ ଏଲିୟ ବାଳକଙ୍କୁ ନେଇ କୋଠରୀରୁ ଓହ୍ଲାଇ ଗୃହକୁ ଆଣି ତାହାର ମାତାର ହସ୍ତରେ ତାହାଙ୍କୁ ସମର୍ପଣ କଲେ। ପୁଣି ଏଲିୟ କହିଲେ ଏଇ ଦେଖ ତୁମର ପୁତ୍ର ଜୀବିତ ହେଲା। ଏଥିଉତ୍ତରେ ସେ ସ୍ତ୍ରୀ ଏଲିୟଙ୍କୁ କହିଲା ତୁମେ ଯେ परमेश्वर को लोक और तुम मुखरे सदाप्रभुर वाक्य जे सत्य यहाँ एबे मु जानिली। आमेन। थैंक यू आंटी। तो एठी हम देखुछु 22-23 पदरे कि पुनर्बार से बालकर प्राण फेरी आसीची और से पुनर्जीवित हैला आउ देख से पुत्र जीवित हैला। तो एठी एग्जांपल देखुछु एलियो प्रार्थना करिबा परे से पुअर जीवन वापस आउथरे आसी जाइछि। सेकंड एग्जांपल हमें देखिबा नूतन नियम रे जहां लिखा जाए जोहन पुस्तक 11 रे लाजर रो मृत्यु विषय रे खोलिबा हमें जोहन 11। तो तार बैकग्राउंड मु कहि दोछि जेते बेले लाजर रो मृत्यु होइछि तो सेते बेले जिसु से मृत स्थान को जाई पारि नाहंती आ से जीवा बेलको लाजर मरी की ऑलरेडी 3 दिन हो गलानी किंतु से स्थान को से जाई पारि नाहंती आ जिसु सेठी कहउचंती 11 पदरे जोहन 11 पदरे कहउचंती आम्भ मानकर बंधु लाजर निद्रा जाई अछंती किंतु तांको निद्रारू उठाइबा निमंते मु जाऊ अछि। अर्थात से लाजर को उठाइबा पाई से स्थान रो जीवा पाई से मनस्थ करूछंती। आउ देखंतु से जोहन 11 रो 43-44 पदरे से एहा कहि उच्च स्वर रे डाकिले लाजर बाहरी आस। मृत्यु लोकटी बाहरी आसिले तांको हाथ ओ पाद समाधि वस्त्र बंधा होइथिला पुणी तांको मुखरे खंडे गामुछा गुड़ा होइथिला। जीसु सेमानंकु कहिले एहांको बंधन फिटाई चली जिबाको दियो। आमेन आमेन आमेन। थैंक यू आंटी। देखंतु
ଏଇଠି ଯେତେବେଳେ ଯୀଶୁ କହୁଛନ୍ତି ଲାଜାର ବାହାରି ଆସ, ସେତେବେଳେ ଯୀଶୁଙ୍କର ବାକ୍ୟ ପ୍ରକାରେ ସେ ମୃତ ଲାଜାର ବାହାରି ଆସିଛନ୍ତି। ଆଉ ତାଙ୍କର ହାତ ପାଦ ସମାଧି ବସ୍ତ୍ରରେ ବନ୍ଧା ହେଇଥିଲା, ତାଙ୍କର ମୁଖରେ ଯୋଉ ଗାମୁଛା ଗୁଡା ହେଇଥିଲା, ସେଇ ଅବସ୍ଥାରେ ବି ଲାଜାର ବାହାରି ଆସୁଛନ୍ତି। ଆଉ ଯୀଶୁ କହୁଛନ୍ତି ଏହାଙ୍କର ବନ୍ଧନ ସବୁ ଫିଟାଇ ଦିଅ ଆଉ ଚାଲିଯିବାକୁ ଦିଅ। ତ ଏଠି ବି ଆମେ ଦେଖୁଛୁ ଲାଜାରଙ୍କର କହିବା ଅନୁସାରେ ମୃତ ଲାଜାର ଉଠି ଯାଇଛନ୍ତି, ମାନେ ଜୀବନ ପ୍ରାପ୍ତ ହେଉଛନ୍ତି। ଦୁଇଟି ସ୍ଥାନରେ ଆମେ ଦେଖିଲୁ ଦୁଇଟି ବ୍ୟକ୍ତି ମରିଯାଇଛନ୍ତି, ଆଉ ସେମାନଙ୍କୁ ପ୍ରଭୁ ନିଜେ ତାଙ୍କର ସେଇ ପବିତ୍ର ଆତ୍ମାଙ୍କର ଶକ୍ତିରେ ପୁନର୍ବାର ଜୀବନ ଦେଉଛନ୍ତି। ବଟ୍ ଆମେ ଯୋଉ ପୁନରୁତ୍ଥାନ ବିଷୟକୁ ଆମେ ଏଠି ଡିସ୍କସନ କରୁଛୁ, ସେଇଟା କଣ ମାନେ ଏଇ ଯୋଉ ପୁନରୁତ୍ଥାନ ଆମେ ଡିସ୍କସ କରୁଛୁ ଆଉ ଏଇ ଦୁଇ ଜଣଙ୍କର ଯୋଉ ମୃତ୍ୟୁବରଣ ହେଇଛି, ସେଇଟା କଣ ସେଇ ପୁନରୁତ୍ଥାନ କି? ନା, ସେଇଟା ସେଇ ପୁନରୁତ୍ଥାନ ନୁହେଁ। ଆମେ ଯୋଉ ପୁନରୁତ୍ଥାନ ଦିବସ ସେଲିବ୍ରେଟ କରୁଛୁ, ସେଇଟା ହେଉଛି ମୃତ୍ୟୁକୁ ପରାଜୟ କରିବା ବିଷୟ। ବଟ୍ ଏଇଠି କଣ ହଉଛି, ଲାଜର ଯୀଶୁଙ୍କର କଥା ଅନୁସାରେ, ଯୀଶୁଙ୍କର ବାକ୍ୟ ଅନୁସାରେ, ତାଙ୍କ ଶକ୍ତି ଅନୁସାରେ ସେ ସେତେବେଳେ ସିନା ଉଠିଲେ, ବଟ୍ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଯେହେତୁ ଜଣେ ମନୁଷ୍ୟ, ତ ଶାରୀରିକ ଭାବରେ ସେ ତାଙ୍କର ମୃତ୍ୟୁବରଣ ଆଉ ଥରେ ହେଇଥିବ। ତ ସେଠି ସେ ପୁନର୍ବାର ମୃତ୍ୟୁ, ତାଙ୍କ ଶାରୀରିକ ମୃତ୍ୟୁ ଘଟିଥିବ। ସେଠି ଆଉ ସେ ଡେଥ୍ କୁ ସେ କମ୍ପେୟାର କରିପାରି ନାହାନ୍ତି। ମୃତ୍ୟୁକୁ ସେ ସେଠି ଜୟ କଲେ କି? ନାଇଁ, ସେଠି ମୃତ୍ୟୁକୁ ସେ ଜୟ କରିନାହାନ୍ତି। କିନ୍ତୁ ଆମେ ଏଠି କୋଉ ବିଷୟ ଦେଖୁଛୁ? ମୃତ୍ୟୁକୁ ଜୟ କରିବା ବିଷୟ, ମୃତ୍ୟୁକୁ ପରାଜୟ କରିବା ବିଷୟ ଆମେ ଏଠି ଦେଖୁଛୁ। ଆଉ ଏଇ ଡିଫରେନ୍ସକୁ ଆମକୁ ଜାଣିବାକୁ ପଡିବ। ଏଇ ଡିଫରେନ୍ସ, ଏଇ ଯୋଉ ସେଲିବ୍ରେସନ ଆମେ ଯୋଉ କରୁଛୁ ଏଷ୍ଟର ବା ପୁନରୁତ୍ଥାନ ଦିବସ, ଏଇଟା କୋଉ ପ୍ରକାର ପୁନରୁତ୍ଥାନ ଆମେ ସେଟା ଜାଣିବା। ଇଭେନ ଅନ୍ୟ କୌଣସି ରିଲିଜିୟନ କି ଧର୍ମରେ, ଧର୍ମଶାସ୍ତ୍ରରେ ଆଉ ଅନ୍ୟ କୌଣସି ଦେବୀ ଦେବତା କୋଉଠି ମଧ୍ୟ ଆମେ ପାଇବାନି କି ଏପରି କୌଣସି ବି କେହି ବି ଅଛନ୍ତି ଯେ କି ଯାହାଙ୍କର କି ମୃତ୍ୟୁ ହେଇଛି ଆଉ ପୁନର୍ବାର ସେମାନେ ଫେରି ଆସିଛନ୍ତି। ଏମିତି କେହି ବି ନାହାନ୍ତି। କାରଣ ମୃତ୍ୟୁ ଗୋଟିଏ ଏମିତି ବିଷୟ ଯୋଉଟା କି ମନୁଷ୍ୟର ସବୁଠୁ ଗ୍ରେଟେଷ୍ଟ ଫିୟର ହେଉଛି ମୃତ୍ୟୁ। ତାକୁ କେବଳ ଜଣେ ବ୍ୟକ୍ତି ହିଁ କନକ୍ୟୁର କରିଛନ୍ତି। ମୃତ୍ୟୁକୁ ଜୟ ପ୍ରାପ୍ତ କରିବା ବ୍ୟକ୍ତି କେବଳ ଜଣେ, ଆଉ ସେ ହଉଛନ୍ତି ଯୀଶୁ। ତାଙ୍କ ଛଡା ଆଉ କାହା ପାଖରେ ସେଇ ଶକ୍ତି ନାହିଁ। ସେ ଜଣେ ଯେ କି ମୃତ୍ୟୁକୁ ଜୟ ପ୍ରାପ୍ତ କରିଛନ୍ତି। ତ ଆମମାନେ ତ ଶୁଣି ଯାଇଛୁ ଗୁଡ ଫ୍ରାଇଡେ ର ମେସେଜ, ଆମମାନେ ଶୁଣିଲୁ ସେଇ ରକ୍ତର ମହତ୍ଵ, ସେଇ ରକ୍ତର ଆବଶ୍ୟକତା ଆମମାନଙ୍କ ପାଇଁ କଣ ପାଇଁ ଆବଶ୍ୟକତା ଥିଲା। ତ ବହୁତ ଭଲରେ ଆମେ ସେ ସବୁ ଶୁଣିଲୁ। ତ ଏବେ କ୍ୱେଶ୍ଚିନ ଆରାଇଜ ହଉଛି, ସେ ପୁନରୁତ୍ଥାନର ବି ଆବଶ୍ୟକତା ଥିଲା କି? ଯେମିତି କୃଷି ଓ ମୃତ୍ୟୁର ଆବଶ୍ୟକତା ଥିଲା, ଯେ ପ୍ରକାର ଯେଶାୟା 53:5 ଆମେ ଜାଣିଛୁ କି ଆମମାନଙ୍କର ଅଧର୍ମ ନିମନ୍ତେ ସେ କ୍ଷତ ବିକ୍ଷତ ହେଲେ, ଆମମାନଙ୍କର ଅପରାଧ ନିମନ୍ତେ ସେ ପୂର୍ଣ୍ଣ ହେଲେ, ତାଙ୍କ ଆମମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା, ତାହାଙ୍କ ପ୍ରହାରରେ ଆମେ ସୁସ୍ଥ ହେଲୁ। ତ ଆମର ଅଧର୍ମ ପାଇଁ ସେ କୃଷ୍ଣ ମୃତ୍ୟୁର ଆବଶ୍ୟକତା ଥିଲା। ତ ଏବେ କ୍ୱେଶ୍ଚିନ ହଉଛି, ରେଜରେକ୍ସନ ର ବି ସେମିତି ଆବଶ୍ୟକତା ଥିଲା କି, ଆଉ କାହିଁକି ଥିଲା? ତ ଚାଲନ୍ତୁ ସେଇଟା ଦେଖିବା ପାଇଁ ଆମେ ଖୋଲିବା ଆଦି ପୁସ୍ତକ। ତ ଆଦି ପୁସ୍ତକ 1:2 ଆମେ ଜାଣୁ ପରମେଶ୍ୱର ସ୍ୱର୍ଗ ପୃଥିବୀକୁ ସୃଷ୍ଟି କଲେ, ଆଉ ସେ ପ୍ରକାର ସେ ମନୁଷ୍ୟକୁ ବି ସୃଷ୍ଟି କଲେ। ଆଉ ମନୁଷ୍ୟକୁ ସେ ନିର୍ମାଣ କଲା ପରେ ଆଦି 2:17 ଏସବୁ ସୃଷ୍ଟି କରି ସାରିବା ପରେ କି ପଢିବାରେ ସାହାଯ୍ୟ କରିବେ ଆଦି ପୁସ୍ତକ 2:17। ମାତ୍ର ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁଦିନ ତା ଖାଇବ ସେଇଦିନ ନିତାନ୍ତ ମରିବ। ଆମେନ୍। ତ ଦେଖନ୍ତୁ, ଏଠି ପ୍ରଭୁ କହିଛନ୍ତି ସତ୍ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ସେ ଫଳ ଖାଇବ ସେଦିନ ନିତାନ୍ତ ମରିବ। ଏଇଠି ଆରମ୍ଭ ହେଇଛି ମୃତ୍ୟୁର ବିଷୟ। ଏଇଠି ଏଣ୍ଟର ହେଲା ସେ ମୃତ୍ୟୁ, ଯୋଉ ମୃତ୍ୟୁ ବିଷୟରେ ଆମେ ଅଳ୍ପ କିଛି ସମୟ ପୂର୍ବରୁ ଆମେ ଡିସ୍କସ କରୁଛୁ। ତ ସେଇ ଆଦି 1:2 ଅନୁସାରେ ଆମେ ଜାଣୁ
परमेश्वर जगत को जेतेबेले निर्माण कले सेतेबेले से मृत्यु नथिला सेठी। जेमति कि प्रथम दिन रे से निर्माण कले, द्वितीय दिन रे एटा निर्माण कले, तृतीय दिन रे, चतुर्थ दिन रे, पंचम, षष्ठ 6 दिन जाक से निर्माण करूछंती। आ निर्माण करी सारिबा परे से प्रत्येक दिन रो निर्माण पर से कहउछंती, से कोन कहउछंती? उत्तम। देख एहा उत्तम। तो से प्रत्येक दिन रो निर्माण उतारे सेटा को देखि कि कहउछंती आ देख सब विषय उत्तम। तो प्रभुଙ୍କର दृष्टिरे सेटा उत्तम देखा जाउची। तो आमे एठी देखुछु जे कोनोसी विषय जदि परमेश्वर सृष्टि करूछंती आ तांकर से निर्मित विषय को से उत्तम बोली कहउछंती, सेठी डेथ रो स्थान आसी पारिबो कि? सेठी मृत्यु बोली किछि जिंस सेठी रही पारिबो कि? जेहेतु सेटा प्रभुଙ୍କର सृष्टि आ से सृष्टि को से उत्तम बोली कहउछंती, तो सेठी से मृत्यु रो स्थान सेठी नथिला। बट जेतेबेले आदम हवा को कुहा जाइथिला कि से वृक्षर फल तुमे खाइब नाही, आ जदि खाउच ताहेले निश्चय तुमे मरिब। तो एठी पाउल भी से कथा कहउचंती कि पापर वेतन मृत्यु। तो एई मृत्यु कोठु आसिला? मृत्यु काहे कि आसिला? तो आमे गोटे विषय जानू, परमेश्वर जेतेबेले सृष्टि करिसंती माने जगत को से जेतेबेले रचना कले से सब विषय वाक्य रे सृष्टि करिसंती। माने प्रथम दिन रे एटा हेइ जाउ, तांकर वाक्य रे प्रत्येक विषय निर्माण हेइची। आ से केते प्रेम रे जगत को से सृष्टि करिसंती, तांकर प्रत्येक विषय को से वाक्य ही प्रेम, आ से प्रेम ही सर्वोत्कृष्ट विषय, माने सबुठु उत्कृष्ट विषय होची प्रेम। आमे वाक्य रे भी देखिचो, आ से प्रेम रे से जगत को भी निर्माण करिसंती। जेपरी माने आमे देखिबा जोहन 3:16 रे भी सेटा ही लिखाइछि ना, कारण ईश्वर जगत को एडे प्रेम कले जे से अपना अद्वितीय पुत्र को दान कले, जेपरी जे केही तांको ठारे विश्वास करे से विनष्ट न होई अनंत जीवन प्राप्त हबो। तो जगत को से केते प्रेम करूथिले, आ से प्रेम अनुଯାयी से गोटे फ्रीडम हमको देइथिले, माने स्वाधीनता। स्वाधीनता हमको मिलिला, तो अम्मान को गोटे ऑप्शन भी मिलिला। ऑप्शन कोन? आमे आज्ञाबह हेई पारु, आमे अनाज्ञाबह हेई पारु। दुईटा विषय, आइदर आम ओबीडिएंट हेबा नॉट डिसोबीडिएंट हेबा। तो सेतेबेले आदम आ हवा कोन करिसंती, से माने डिसोबीडिएंट हेइचंती, आ सेटा तांको द्वारा पाप हेइची, आ से पापरु ए मृत्युटी आसीची। आ सेटा को मृत्यु? जेतेबेले ए मृत्यु कथा परमेश्वर आदम आ हवा को कहिसंती तुमे मरिबो, जेबे से वृक्षर फल खाइबो तुमे मरिबो, सेटा के मृत्यु? सेतेबेले तो से आदम आ हवा से माने निजी भी जानि नथिले कि एटा केउ प्रकार मृत्यु, कि केउ प्रकार मृत्युर ट्राप भितरे से माने से जाइचंती, से माने भी सेतेबेले जानि नहांती। सेटा एई मृत्यु थिला जो मृत्यु की प्रभुଙ୍କର आत्मा ठारू आमानकर आत्मा पृथक हेइ जाउथिला। माने से माने से फल खाइबा द्वारा केवल जे पाप कले सेटा नहीं, से पाप ए प्रकार एमती पाप गोटे थिला कि आ से मृत्यु एमिति गोटे मृत्यु थिला कि जोटा कि परमेश्वरଙ୍କର आत्मा ठारू आमे पृथक हेइ गलु। आ सेई पृथक हेबाटा माने आमे परमेश्वर ठारू अलगा हेइ जिबा ही इटसेल्फ मृत्यु। आमे मृत हेइ सारिलुणे। जेतेबेले आमे अनाज्ञाबह हेइ गलु, माने आदम आ हवा से पाप करिकि से माने आज्ञा उल्लंघन करिकि से फल खाइचंती, आमे ऑलरेडी सेपरेट हेइ गलु, आमे तो आज्ञा उल्लंघन कलु, तो सेठी ही मृत्यु एंटर करि जाइछि। तो सेई मृत्यु को पराजय करबा निमंते परमेश्वर निजे तांकर अद्वितीय पुत्र को प्रेरण करूछंती। एबे जो रेजरेक्शन कथा आमे डिस्कशन करूछु, आ क्रूसरे जीसु जोटा कहउचंती से क्रूस मृत्यु समय से कहउचंती समाप्त हैला। को विषय समाप्त हैला? एठी केउ विषय को समाप्त हैला बोली प्रभु कहउचंती? सेई मृत्यु जो मृत्युर जंजीर रे आमे फसी जाइथिउ, जो मृत्युर ट्रैप रे आमे ऑटोमेटिक आमे फसी जाइछु, सेई आदि 2:17 सेई हवा जो फल खाइचंती आ आज्ञा उल्लंघन रो जो मृत्यु आसीछि, सेई पाप जोगु आ पापर वेतन मृत्यु। आ सेई मृत्यु माने सेई वेस्टा
ମାନେ ସେଇ ୱେଜ୍ କୁ ନିଜେ ଯୀଶୁ ଖ୍ରୀଷ୍ଟ ତାଙ୍କ ଦ୍ଵାରା ସମାପ୍ତ କଲେ। ସେଥିପାଇଁ ସେ କ୍ରୁଶ ଉପରେ ସେ କହୁଛନ୍ତି କି ସମାପ୍ତ ହେଲା। ନିଜେ ତାଙ୍କୁ ସେଇ ୱେଜ୍ ଟା ଦେବାକୁ ପଡିଲା। ସେଇ ୱେଜ୍ ଆମେ ଦେବାର ଥିଲା, କିନ୍ତୁ ପ୍ରଭୁ ଯୀଶୁ ନିଜେ ସେଇଟା କ୍ରୁଶ ଉପରେ କରୁଛନ୍ତି, ଆଉ ତାଙ୍କର ପୁତ୍ରଙ୍କ ଦ୍ଵାରା ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ସେଇଟା ସେ କ୍ରୁଶ ଉପରେ ସମାପ୍ତ ହେଇଛି। ତ ଏବେ କଥା ଉଠିଛି, ଯଦି କ୍ରୁଶରେ ସବୁ ବିଷୟ ସମାପ୍ତ ହେଇଗଲା, ତ ରେଜରେକ୍ସନ ଅର୍ଥାତ୍ ଉଠିବାର ନିଡ୍ କାହିଁକି ବି ଥିଲା? ତ ସେଇଠି ତ ସବୁ କିଛି ସମାପ୍ତ ହେଇଯାଇଥିଲା। ସେଇ କ୍ରୁଶ ଉପରେ ପ୍ରଭୁ ସେଇ ପାପର ବେତନ ମୃତ୍ୟୁ, ଆଉ ସେଇ ମୃତ୍ୟୁକୁ ପ୍ରଭୁ ଯୀଶୁ ନିଜେ ଆମମାନଙ୍କର ପାଇଁ ସେ ମୂଲ୍ୟ ଦେଇଦେଲେ। ତ ଏବେ ଉଠିବାର କାରଣ କଣ ପାଇଁ ସେଇଟା ଆମେ ଦେଖିବା, ଆଉ ସେଇଟା ଆମେ ଆଉ ଟିକେ କ୍ଲାରିଟିରେ ଦେଖିବା। ପ୍ରଥମ କରିନ୍ଥିୟ 15:17 ମାନେ ବାହାର କରିବା। ପ୍ରଥମ କରିନ୍ଥିୟ 15:17। ଆଉ ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମମାନଙ୍କର ବିଶ୍ୱାସ ନିଷ୍ଫଳ, ଆଉ ତୁମେମାନେ ଏ ପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ। ଆମେ ତ ସେଠି ଲେଖା ହେଇଛି, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇ ନାହାନ୍ତି, ତେବେ ତୁମମାନଙ୍କର ବିଶ୍ୱାସ ନିଷ୍ଫଳ, ଆଉ ତୁମେମାନେ ଏ ପର୍ଯ୍ୟନ୍ତ ଆପଣ ଆପଣ ପାପରେ ଅଛ। ଇଟ୍ ମିନ୍ସ ଯଦି ସେ ଉଠି ନଥାନ୍ତେ, ତାହେଲେ ଆମର ଟୋଟାଲ ଖ୍ରୀଷ୍ଟିଆନିଟି ବିଫଳ ହେଇଯାଇଥାନ୍ତା। ବାକ୍ୟରେ ସେଟା ଲେଖା ଯାଉଛି। ତାହେଲେ ତ ତମର ବିଶ୍ୱାସ ବି ନିଷ୍ଫଳ। ଯଦି ସେ ଉଠି ନଥାନ୍ତେ, ତାହେଲେ ତମର ବିଶ୍ୱାସ ହଉଛି ନିଷ୍ଫଳ। କାରଣ ସେ ଉଠିଛନ୍ତି ବୋଲି ଆମମାନଙ୍କର ସେ ମୃତ୍ୟୁକୁ ସେ ପରାଜୟ କରିଛନ୍ତି। ଆଉ ଯଦି ସେ ଉଠି ନଥାନ୍ତେ, ତାହେଲେ ଆମମାନଙ୍କର ପାପ ହିଁ ରହିଯାଇଥାନ୍ତା। ଆଉ ଯେଉଁ ଆତ୍ମା ଆମମାନଙ୍କ ଠାରୁ ସେପାରେଟ ହେଇଯାଇଥିଲା ସେ ଆଦମ ହବାର ଫଳ ଖାଇବା ଯୋଗୁ, ସେଇ ସେପାରେସନ ଟା ଏବେ ବି ଥାନ୍ତା, ଆଉ ଆମେ ଏବେ ବି ପାପରେ ଥାନ୍ତୁ। ପୁନର୍ବାର ଆଉ ଗୋଟେ ବିଷୟ ଦେଖିବା ଆମେ ସେଇ ପ୍ରଥମ କରିନ୍ଥିୟ 15:21-22 ପଦରେ। କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ। ଅର୍ଥାତ୍ ଏଠି ପ୍ରଭୁ ପରମେଶ୍ୱର କଣ କହୁଛନ୍ତି? ମନୁଷ୍ୟ ଦ୍ୱାରା ମୃତ୍ୟୁ ଆସିଲା, ଜଣେ ମନୁଷ୍ୟ ଦ୍ୱାରା ମୃତ୍ୟୁ ଆସିଲା, ସେଥିପାଇଁ ଜଣେ ମନୁଷ୍ୟ ଦ୍ୱାରା ହିଁ ଏବେ ପରିତ୍ରାଣ ବି ଆସିଅଛି। ଗୋଟିଏ ମନୁଷ୍ୟର ସାକ୍ରିଫାଇସ ଦ୍ୱାରା ସେଇ ଜୀବନ ବି ଆସୁଛି। ଯେହେତୁ ଜଣେ ମନୁଷ୍ୟ ପାପ କଲେ, ସେଇ ଜଣେ ମନୁଷ୍ୟ ହିଁ ଏବେ ଆମକୁ ଜୀବନର ମାର୍ଗ ଏବେ ଦେଖାଉଛନ୍ତି। ଆଉ ଏଇ ପୁନରୁତ୍ଥାନର ବିଷୟକୁ ଆଉ ଟିକେ ଡିପଲି ଜାଣିବା ସେଇ 11:35, ଯୋହନ 11:35, 36, 37ରେ ଦେଖିବା ଆମେ। 36 ପଦ ମୁଁ ପଢୁଛି। ହେ ନିର୍ବୋଧ, ତୁମେ ନିଜେ ଯାହା ବୁଣ ତାହା ନ ମଲେ ସଜୀବ ହୁଏ ନାହିଁ। ଆଉ ଯେଉଁ ଶରୀର ହେବ ତାହା ତୁମ୍ଭେ ବୁଣ ନାହିଁ, କିନ୍ତୁ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହଉ, ତାହା କେବଳ ଦାନା ମାତ୍ର। ଆମେ ତ ଏଠି ଗୋଟେ ଇମ୍ପୋର୍ଟାଣ୍ଟ ବିଷୟ ଆମେ ଶିଖିବା। କଣ? ଗୋଟେ ଗଛ, ଯେତେବେଳେ ଆମେ ଗୋଟେ ବୃକ୍ଷକୁ ଆମେ ବଞ୍ଚେଇବାକୁ ଆମେ ତାକୁ ଇଚ୍ଛା କରୁଛୁ, ତ ଆମେ କଣ, ଆମେ ଗୋଟେ ଗଛକୁ ଯେତେବେଳେ ବଢିବାକୁ ଆମେ ଦଉଛୁ, ସେତେବେଳେ ଆମେ କଣ ଗଛକୁ ରୋପଣ କରୁଛୁ କି? ଆମେ ଗଛକୁ ବୁଣୁଛୁ କି? ନା, ଆମେ ତାର ସିଡ୍ କୁ ବୁଣୁଛୁ ବା ତାର ଦାନାକୁ ଆମେ ମାଟିରେ ଲଗଉଛୁ। ଆଉ ସେ ସିଡ୍ ଯେତେବେଳେ ମୃତ ହେଉଛି, ମାଟି ଭିତରେ ସେଟା ଯେତେବେଳେ ମରି ଯାଉଛି, ସେତେବେଳେ ଗଛ ଗୋଟେ ସଜୀବ ହେଇକି ଉଠୁଛି। ସେମିତି ସେଇଟା ହିଁ 37 ପଦରେ ଲେଖା ହେଇଛି। ଯେଉଁ ଶରୀର ହବ, ସେଇ ଶରୀରକୁ ଆମେ ବୁଣୁନୁ, ଆମେ ଦାନା ଗୋଟେ କେବଳ ବୁଣୁଛୁ। ସେମିତି ଏକ୍ଜାକ୍ଟଲି 42-43ରେ ବି ସେଇଟା ଆମ ବିଷୟରେ ସେଇଟା ଲେଖା ହେଇଛି। ମୃତ ମାନଙ୍କର ପୁନରୁତ୍ଥାନ ମଧ୍ୟ ସେହି ପ୍ରକାର। କ୍ଷୟରେ ବୁଣାଯାଏ, ଅକ୍ଷୟ ହୋଇ ଉତ୍ଥିତ ହୁଏ। ଅନାଦରରେ ବୁଣାଯାଏ, ଗୌରବାନ୍ବିତ ହୋଇ ଉତ୍ଥିତ ହୁଏ। ଦୁର୍ବଳତାରେ ବୁଣାଯାଏ, ସବଳ ହେଇ ଉତ୍ଥିତ ହୁଏ। ପ୍ରାକୃତିକ ଶରୀର ବୁଣାଯାଏ, ଆତ୍ମିକ ଶରୀର ଉତ୍ଥିତ ହୁଏ। ଯଦି ପ୍ରାକୃତିକ ଶରୀର ଅଛି, ତେବେ ଆତ୍ମିକ ଶରୀର ସୁଦ୍ଧା ଅଛି। ତ ଏଇଠି ଏଇଟା ଆମ ବିଷୟରେ ଲେଖା ଯାଉଛି। କଣ? ଆମର ପ୍ରାକୃତିକ ଶରୀର ବୁଣାଯାଏ, ମାନେ ଆମେ କ୍ଷୟରେ ବୁଣା ଯାଉ।
ଆମମାନଙ୍କର ଶରୀର ଗୋଟେ ବୀଜ ସଦୃଶ। ଆମେ ମୃତ ହେବା ଯେତେବେଳେ ଆମେ ଶାରୀରିକ ଭାବନା ଅନୁସାରେ ଆମେ ମୃତ ହେବା। ଆମମାନଙ୍କର ଶାରୀରିକ ଭାବନା, କଳ୍ପନା, ଆମମାନଙ୍କର କୁଅଭିଳାଷ, ଆମମାନଙ୍କର ଯେତେ ମନ୍ଦ ବିଷୟ, ଆମେ ଶାରୀରିକ ରୀତିରେ ଯେତେବେଳେ ମୃତ ହେଇଯିବା ସେତେବେଳେ ଆମେ ଆତ୍ମିକ ଶରୀରରେ ଉତ୍ଥିତ ହେବା। ଏଠି ସେଇ ବିଷୟକୁ କୁହାଯାଇଛି 44ରେ 44ରେ ଆମେ ସେଇଟା ହିଁ ସେଠି ଲେଖାଯାଇଛି, ଆଉ 42ରେ ସେଇଟା ଲେଖାଯାଇଛି। କ୍ଷୟରେ ବୁଣା ଯାଏ, ଆମେ ମୃତ ହେଇଯିବା ଶାରୀରିକ ତୌର ଯେତେବେଳେ ଆମେ ସମ୍ପୂର୍ଣ୍ଣ ମୃତ ହେଇଯିବା ଆମେ ଅକ୍ଷୟ ହେଇକି ଉତ୍ଥିତ ହେବା। ଆମମାନଙ୍କର ଆତ୍ମିକ ଶରୀର ସେତେବେଳେ ଅକ୍ଷୟ ହେଇଯିବ। ସେଇଟା ଆଉ କ୍ଷୟ ନାହିଁ, ସେଇ ଆତ୍ମାର ଆଉ କ୍ଷୟ ନାହିଁ, ସେଇ ଆତ୍ମିକ ଶରୀରର ଆଉ କ୍ଷୟ ନାହିଁ, ସେଇଟା ଉତ୍ଥିତ ହେବ। ତ ଏବେ ଆମେ ନେକ୍ସଟ ବିଷୟ ବୁଝିବା। ଯେତେବେଳେ ସେଇ ପୁନର୍ବାର ସେଇ ଏକ୍ସାମ୍ପଲ କୁ ମୁଁ ଯାଉଛି ଯୋହନ 11:21-25। ଯୋହନ 11 ଖୋଲିବା। ଲାଜାରର ମୃତ୍ୟୁ ସମୟରେ ଯେତେବେଳେ ଯୀଶୁ ଡେରି କରିଛନ୍ତି ଆସିବା ପାଇଁ, ସେତେବେଳେ ମାର୍ଥାଙ୍କୁ ସେ ଗୋଟେ ପ୍ରଶ୍ନ ପଚାରୁଛନ୍ତି। ଆଉ ସେ ଯୀଶୁ ତାଙ୍କୁ କହୁଛନ୍ତି, ଯଦି ତୁମେ ବିଶ୍ୱାସ 11:40ରେ ଜୋହନ 11:40 ପଦରେ, ତୁମେ ଯଦି ବିଶ୍ୱାସ କରୁଛ ତାହେଲେ ଈଶ୍ୱରଙ୍କର ମହିମା ଦେଖିବ। ସେଇଟା କହୁଛନ୍ତି, ମାର୍ଥାଙ୍କୁ କହୁଛନ୍ତି। ଯଦି ଆମେ ପଢିବା ଆମମାନଙ୍କର ପାଇଁ ଭଲ ହବ। ଯୋହନ 11:21-25 ପର୍ଯ୍ୟନ୍ତ ପଢିବା। ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ ତାହେଲେ ମୋର ଭାଇ ମରିନଥାନ୍ତା। କିନ୍ତୁ ଆପଣ ଈଶ୍ୱରଙ୍କୁ ଯାହା କିଛି ମାଗିବେ ଈଶ୍ୱର ଯେ ତା ଆପଣଙ୍କୁ ଦେବେ ଏହା ଏବେ ସୁଦ୍ଧା ମୁଁ ଜାଣେ। ଯୀଶୁ ତାହାଙ୍କୁ କହିଲେ, ତୁମ ଭାଇ ପୁଣି ଉଠିବ। ମାର୍ଥା ତାହାଙ୍କୁ କହିଲେ, ସେ ଯେ ଶେଷ ଦିନରେ ପୁନରୁତ୍ଥାନ ସମୟରେ ଉଠିବ ଏହା ମୁଁ ଜାଣେ। ଯୀଶୁ ତାହାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ। ଯେ ମୋଠାରେ ବିଶ୍ୱାସ କରେ ସେ ଯଦିପ ମରେ ତଥାପି ସେ ବଞ୍ଚିବ। ଆମେନ୍। ତ ଏଇଠି ସେଇ ପୁନରୁତ୍ଥାନ ବିଷୟ ମାର୍ଥା କହୁଛନ୍ତି। ତ ଏଠି ଗୋଟେ ବିଷୟ ଆମେ ଲକ୍ଷ୍ୟ କରିବା, ପୁରାତନ ନିୟମରେ ମାନେ ସେ ସମୟରେ ବି ଲୋକମାନେ ପୁନରୁତ୍ଥାନର କଥା ଜାଣିଥିଲେ। ସେମାନେ ବି ସେଇ ପୁନରୁତ୍ଥାନ ବିଷୟ ଜାଣିଥିଲେ। କାରଣ ପୁରାତନ ନିୟମରୁ ବି ଆମେ ଯଦି ପଢିବା ଆମେ ରେଫରେନ୍ସ ବି ଦେଖିପାରିବା। ଗୀତ ସଂହିତା 16:10 ଆଉ ଦାନିଏଲ 12:2। 16:10 ପ୍ରକାର ଲେଖାଯାଇଛି। 16:10 କାରଣ ତୁମେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, କିମ୍ବା ତୁମେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ। ଆମେନ୍। ସେ ପ୍ରକାର ଦାନିଏଲ 12:2ରେ ବି ଲେଖା ହେଇଛି, ପୁଣି ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି ସେମାନଙ୍କ ମଧ୍ୟରୁ ଅନେକ ଜାଗି ଉଠିବେ, କେତେକେ ଅନନ୍ତ ଜୀବନ ଓ କେତେକେ ଲଜ୍ଜା ଓ ଅନନ୍ତ ଅବଜ୍ଞା ଭୋଗ ପାଇଁ ଉଠିବେ। ତ ଏଇଟା ପୁରାତନ ନିୟମର ଦୁଇଟା ଏକ୍ସାମ୍ପଲ ଆମେ ଦେଖିଲୁ କି ପୁରାତନ ନିୟମରେ ବି ପୁନରୁତ୍ଥାନ ବିଷୟ ଜାଣିଛନ୍ତି। ଆଉ ସେମାନେ ସେଠି ଗୀତ ସଂହିତାରେ ଗୀତ ରଚକ କହୁଛନ୍ତି କି ତୁମେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ, ଅର୍ଥାତ୍ ମୋର ମୃତ୍ୟୁବରଣ ପରେ ବି ପାତାଳକୁ ଗଲେ ବି ପ୍ରଭୁ ମତେ ପରିତ୍ୟାଗ କରିବେ ନାହିଁ। ତ ଏଠି ଯୋହନରେ ଯୋଉ ବିଷୟ ଆମେ ଡିସ୍କସ କରୁଥିଲୁ ସେଠି ମାର୍ଥା କହୁଛନ୍ତି କି ଯେ ହଁ, ଶେଷ ଦିନରେ ପୁନରୁତ୍ଥାନ ସମୟରେ ମୋ ଭାଇ ପୁଣି ଉଠିବ। ଏଇଟା ସେ ଯୀଶୁଙ୍କୁ କହୁଛନ୍ତି। ତାପରେ ଯୀଶୁ ରିପ୍ଲାଏ କଣ ଦଉଛନ୍ତି? ଯୀଶୁ ଏ ପର୍ଯ୍ୟନ୍ତ ସେ କ୍ରୁଶରେ ହତ ହେଇନାହାନ୍ତି, ବଟ୍ ତାହା ପୂର୍ବରୁ ସେ ନିଜେ ଏକ୍ସାମ୍ପଲ ଦେଇକି ବୁଝଉଛନ୍ତି। 25 କ୍ଲିୟରଲି ଲେଖୁଛନ୍ତି କଣ? ଯୀଶୁ ତାଙ୍କୁ କହିଲେ, ମୁଁ ପୁନରୁତ୍ଥାନ ଓ ଜୀବନ, ଯେ ମୋ ଠାରେ ବିଶ୍ୱାସ କରେ ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ଅର୍ଥାତ୍ ଏଇଟା ସେଇ ମୃତ୍ୟୁ ବିଷୟ ସେ କହୁଛନ୍ତି, ଯୋଉଟା କି ଆମେ ଆଦି 2:17 ଅନୁସାରେ ଯୋଉ ମୃତ୍ୟୁ ଏଣ୍ଟର କରିଥିଲା ଆଉ ଯୋଉ ମୃତ୍ୟୁକୁ ପରାଜୟ ସେ କରିବା କଥା କହୁଛନ୍ତି। ଏଇଠି ସେଇ ଏକ୍ସାମ୍ପଲ ଦେଇକି ସେ ବୁଝଉଛନ୍ତି କି ସେଇ ମୃତ୍ୟୁକୁ ମୁଁ ପରାଜୟ କରି ସାରିଛି, କରୁଛି ଆଉ କରିବି। ହଁ, ମୁଁ ହିଁ ସେଇ ପୁନରୁତ୍ଥାନ ଆଉ ମୁଁ ହିଁ ସେଇ ଜୀବନ ଅଟେ। ଯେମିତି ଅନ୍ୟ ପଦରେ ବି ଆମେ ପଢୁଛୁ, ମୁଁ ପଥ, ମୁଁ ସତ୍ୟ, ମୁଁ ହିଁ ଜୀବନ। ତ ସେମିତି ଏଠି ସିଏ
କ୍ଲାରିଫାଇ କରୁଛନ୍ତି କି ଯେ ଯୋଉ ମୃତ୍ୟୁ କଥା କୁହାଯାଉଥିଲା ସେଇ ମୃତ୍ୟୁକୁ ମୁଁ ପରାଜୟ କରିସାରିଛି, ଆଉ ମୁଁ ବି ସେଇ ପୁନରୁତ୍ଥାନ। ଯଦିଓ ସେ ମାନେ କୃଷି ମୃତ୍ୟୁ ଏପର୍ଯ୍ୟନ୍ତ ହେଇନି, ତା ପାଇଁ ଆହୁରି ଟାଇମ ଅଛି, ତଥାପି ପୂର୍ବରୁ ସେ ବିଷୟ ମାର୍ଥାଙ୍କୁ ଯୀଶୁ କ୍ଲାରିଟିର ସହିତ ସେଠି କହୁଛନ୍ତି। ଆଉ ଯେତେବେଳେ ମନେ ପକାନ୍ତୁ ସମୀରଣୀୟ ସ୍ତ୍ରୀ କଥା, ସେ ସମୀରଣୀୟ ସ୍ତ୍ରୀଙ୍କୁ ବି ଯୀଶୁ ରିପ୍ଲାଏ ଦଉଥିଲେ କଣ, ମୁଁ ସେହି ଜୀବନ୍ତ ଜଳ, ଯଦି ଜାଣିଥାନ୍ତ ମାଗିଥାନ୍ତ। ତ ସେଠି କହୁଛନ୍ତି ମୁଁ ସେଇ ଜୀବନ୍ତ ଜଳ। ତ ସେଠି ଯୀଶୁ ନିଜେ ତାଙ୍କର ମିନିଷ୍ଟ୍ରିରେ ଶିକ୍ଷା ଦେଇଛନ୍ତି କି ମୁଁ ସେଇ ପୁନରୁତ୍ଥାନ, ମୁଁ ସେଇ ଜୀବନ୍ତ ଜଳ, ମୁଁ ସେଇ ଜୀବନ ଅର୍ଥାତ୍ ଆଉ ମୃତ୍ୟୁ ନାହିଁ। ଆଉ ଯେଉଁ ମୃତ୍ୟୁର ଜଞ୍ଜିର ଥିଲା ସେଇ ଜଞ୍ଜିର ଏବେ ଆଉ ନାହିଁ। ମୃତ୍ୟୁ ନାହିଁ ବୋଲି ଆମେ କହୁଛୁ, କିନ୍ତୁ ସତରେ କଣ ମୃତ୍ୟୁ ନାହିଁ କି? ଯଦି ଆମେ ଜାଗତିକ ଶରୀରରେ ଅଛୁ ତ ଆମେ ନିଶ୍ଚୟ କେବେ ନା କେବେ ଆମେ ତ ମୃତ୍ୟୁବରଣ କରିବା, କିନ୍ତୁ ଏଠି ପ୍ରଭୁଙ୍କର ଆତ୍ମା ଠାରୁ ଆମର ଆତ୍ମା ଯୋଉ ସେପାରେସନ ହେଇଯାଇଥିଲା ସେ ଫଳ ଖାଇବା ଦ୍ୱାରା, ଯଦି ସେ ଜୀବନ ଦେଇନଥାନ୍ତେ ଆମର ଆତ୍ମା ପ୍ରଭୁଙ୍କ ଠାରୁ ଅଲଗା ହିଁ ହେଇକି ରହିଯାଇଥାନ୍ତା। ସେଥିପାଇଁ ସେଇ ରେଜରେକ୍ସନ ର ଆବଶ୍ୟକତା ଥିଲା। ସେଇ କାରଣରୁ ହିଁ ରେଜରେକ୍ସନ ଆବଶ୍ୟକତା ଥିଲା। ଯଦି ପ୍ରଭୁ ଯୀଶୁ ଜୀବନ ଦେଇନଥାନ୍ତେ ତାହେଲେ ଆଜି ଯାଏଁ ଆମେ ତାଙ୍କର ସେ ଆତ୍ମା ଠାରୁ ଆମେ ସେପାରେଟ ହିଁ ହେଇକି ଥାନ୍ତୁ, ଅଲଗା ହିଁ ହେଇକି ଥାନ୍ତୁ, ଆଉ କେବେ ବି ଆମର ମୃତ୍ୟୁ ପରେ ବି ଆମେ ତାଙ୍କ ସହିତ ମିଳିତ ହେଇକି ରହିପାରି ନଥାନ୍ତୁ। ତ ଏବେ ତୃତୀୟ ବିଷୟ ଦେଖିବା କି ଆକ୍ଚୁଆଲି ଯୋଉ ପୁନରୁତ୍ଥାନ ହେଇଛି ସତରେ ସେଇଟା ହେଇଥିଲା କି? ସେଟା ଗୋଟେ ଫ୍ୟାକ୍ଟ, ମାନେ ସତରେ, ନା ଏଇଟା ଗୋଟେ ମିଥ୍, ଗୋଟେ ଘଟଣା, ଗୋଟେ ଷ୍ଟୋରି, ଏମିତି କିଛି ବିଷୟ? ତ ତା ପାଇଁ ଆମେ ମାଥ୍ୟୁ 28 ଖୋଲିବା। ଆଉ ସମସ୍ତେ ଆମେ ଜାଣିଛୁ 2026 ବର୍ଷ ତଳେ ଆଉ ଏ ପ୍ରକାର ହେଇଥିଲା। ଆଉ ବାଇବେଲ ବାହାରେ ବି ଇତିହାସ ପୁସ୍ତକ ମାନଙ୍କରେ ବି ଇତିହାସ ଲେଖକ ମାନେ ନିଜେ ଲେଖିଛନ୍ତି କି ହଁ ଏମିତି ଜଣେ ବ୍ୟକ୍ତି ଥିଲେ, ଯୀଶୁ ଖ୍ରୀଷ୍ଟ ନାମରେ ଏମିତି ଜଣେ ବ୍ୟକ୍ତି ଥିଲେ, ଆଉ ତାଙ୍କର ମୃତ୍ୟୁ ଏଇ ପ୍ରକାର ହେଇଥିଲା। ଆଉ ମୃତ୍ୟୁ ହେବା ପରେ ବି ଶିଷ୍ୟମାନେ ଏପରି କାର୍ଯ୍ୟ କରିଥିଲେ ଆଉ ତାଙ୍କ ଶରୀରକୁ ପାଇ ନଥିଲେ। ଏଇ ସବୁ ବିଷୟ ଆମେ ବାଇବେଲ ବାହାରେ ବି ଇତିହାସ ପୁସ୍ତକ ମାନଙ୍କରେ ଆମେ ଦେଖିପାରିବା। ସେ ଇତିହାସ ଲେଖକ ମାନେ ଏସବୁ ଲେଖିଛନ୍ତି। ତାପରେ ଆମେ ଯେତେବେଳେ ଏବେ ବାଇବେଲ ବିଶ୍ୱାସୀ, ଆମେ ବାଇବେଲକୁ ବିଶ୍ୱାସ କରୁଛୁ, ତ ଆହୁରି ଡେପ୍ଥ ବିଷୟରେ ଆମେ ଆହୁରି ଗଭୀରତାରେ ଶିଖିବା ପାଇଁ ହେଲେ ମାଥ୍ୟୁ 28 କୁ ଦେଖିବା, ଆମେ ଜାଣିବା ପାଇଁ କି ଏଇଟା ସତରେ ହେଇଛି ନା ନାଇଁ, ପୁନରୁତ୍ଥାନଟା ଆକ୍ଚୁଆଲି ହେଇଥିଲା କି ନାଇଁ ଆମେ ଜାଣିବା। ସେଠି କଣ ହେଇଛି, ମାଥ୍ୟୁ 28, ମାର୍କ 16, ଲୁକ୍ 24, ଜନ୍ 20, 4ଟା ଅଧ୍ୟାୟରେ ଆମେ ଯୀଶୁଙ୍କର ସେଇ ପୁନରୁତ୍ଥାନ ବିଷୟକୁ ଆମେ ଭଲ ଭାବରେ ଆମେ ପାଇପାରିବା। ବଟ୍ ମୁଁ ଖୋଲୁଛି ରେଫରେନ୍ସ ପାଇଁ ମାଥ୍ୟୁ 28। ତ 28 ର 1 ପଦ ମୁଁ ପଢୁଛି, ଦେଖନ୍ତୁ। ବିଶ୍ରାମ ବାର ଶେଷ ହେଲା ଉତ୍ତାରେ ସପ୍ତାହର ପ୍ରଥମ ଦିବସର ପ୍ରତ୍ୟୁଷରେ ମଗ୍ଦଲିନୀ ମରିୟମ ଓ ଅନ୍ୟ ମରିୟମ ସମାଧି ଦେଖିବାକୁ ଆସିଲେ। ସେଇ ପ୍ରକାର ସେମ୍ ଜିନିଷ ମାର୍କ 16 ର 1ରେ ବି ଆମେ ପାଇବା। ବିଶ୍ରାମ ବାର ଗତ ହେଲା ଉତ୍ତାରେ ମଗ୍ଦଲିନୀ ମରିୟମ, ଯାକୁବଙ୍କ ମାତା ମରିୟମ ଓ ସଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇ ଦେଇ ପାରନ୍ତି। ତ ଏଇଠି ସେମାନେ ସେଇ ସ୍ତ୍ରୀ ମାନେ ମରିୟମ ଆଉ ଅନ୍ୟ ମରିୟମ ଆଉ ସଲୋମୀ ସେମାନେ ସମାଧି ସ୍ଥାନକୁ ଯାଉଛନ୍ତି। କାହିଁକି ସେମାନେ ଯାଉଛନ୍ତି ଆମେ ଜାଣୁ। ପ୍ରତ୍ୟେକ କଲଚରରେ ଆମ ସମସ୍ତଙ୍କର କଲଚର ଅଛି, ତ ସେଠି ଆମେ ଜାଣୁଛୁ ଯଦି ଜଣେ ମନୁଷ୍ୟ ଗୋଟେ ମୃତ୍ୟୁବରଣ କରେ ତାହେଲେ ଡିଫରେଣ୍ଟ କଲଚର ଅନୁସାରେ, ମାନେ ଯାହାର ରୀତି ରିବାଜ ଯେମିତି ସେମିତି କାହାକୁ ସ୍ନାନ କରାଯାଏ, ସଫା କରାଯାଏ, ତୈଳ ଲଗେଇ ଦିଆଯାଏ, ସୁଗନ୍ଧି ଦ୍ରବ୍ୟ ଲଗାଯାଏ, ପରଫ୍ୟୁମ ସବୁ, ମାନେ ଗୋଟେ ଏଇ ସବୁ ଲଗାଇଲା ପରେ ଗୋଟେ ପ୍ରିପାରେସନ ର ସହିତ, ଗୋଟେ ସମ୍ମାନର ସହିତ କବର ଦିଆଯାଏ। ତ ସେଇ ସମୟରେ ବି ସେମିତି ହିଁ ଥିଲା, ଯିହୁଦୀ ରୀତି ଅନୁସାରେ ସେମିତି ହିଁ ବହୁତ ଆଗରୁ ଏଇ କଲଚର ଚାଲି ଆସୁଥିଲା କି ଯେ ସେମାନେ ମରିବା ପରେ ସେଇ ସୁଗନ୍ଧି ଦ୍ରବ୍ୟ ଲଗେଇ ଦିଆଯାଉଥିଲା, ସେମାନଙ୍କୁ ସୂକ୍ଷ୍ମ ବସ୍ତ୍ରରେ ଗୁଡେଇ ଦିଆଯାଉଥିଲା। ଏସବୁ ସେତେବେଳରୁ ଚାଲି ଆସୁଥିଲା। ତ
विश्राम बार अर्थात जिहुदी रीति अनुसार शनिवार दिन को सेमाने विश्राम बार रूपे पालन करथिले। तो शनिवार दिन जेहेतु विश्राम बार सेमाने किछि करिबेनी, तो रविवार प्रभात रे उठिकी सेमाने जाउछंती। कोठी को जाउछंती? से समाधि स्थान को जाउछंती जोठी यीशुंकर मृत देह को रखा जाइछे। तो माथ्यू 27 रे ता पूर्वरु आमे जानिछु हारमाथ्या जोसेफ नामक जने शिष्य यीशुंकर शरीर पिला तो गठु मागी की आनिछंती, आउ से शरीर को से सूक्ष्म वस्त्र रे गुड़ेकी से नुआ समाधि स्थान रे रखा जाइछि। आउ से समाधि द्वार रे गोटे बड़ पत्थर भी गड़ेई दिया जाइछि। तो एठी आमे गोटे विषय देखिबा कि से स्त्री मानकर कथा आमे चिंता करिबा। मरियम आउ अन्य मरियम आउ सलोमी 3 जण। तो एई जो स्त्री मानकर हृदय को देखंतु एठी आमे सेई स्त्री लोक मानकर हृदय को देखिबा। आमे जानू सेठी बहुत लोक थिले, अनेक आश्चर्य कार्य प्रभु करचंती, तांकर 12टी शिष्य भी सेठी अछंती, किंतु काहार भी से प्रकार गोटे कोमल हृदय कि से प्रकार यीशु ख्रीष्टଙ୍କ सहित से कनेक्शन कि से घनिष्ठता को सेठी आमे देखि पारुनु। कहा पाखरे भी आमे सेमती देखि पारुनु, किंतु एई स्त्री लोक मानकर पाखरे आमे सेई जो गोटे करुणामय हृदय को, से कोमल हृदय को आमे देखि पारुछु। आमे बाइबल रे भी बहुत स्थान रे भी देखिछु स्त्री लोक मानकर योगदान माने प्रभुଙ୍କର कार्य रे माने एवांजेलिज्म रे स्त्री मानकर योगदान गोटे अलगा प्रकार, माने आमे भाभी भी पारिबानी। बाइबल सारा माने आमे देखुछु स्त्री मानकर योगदान केते। तो सेठी आमे एटा देखि पारुछु कि जे स्त्री मानकर हृदय की प्रकार हृदय, माने से माने हुए तो भाभी पारिथिबे, माने एतेटा प्रिपरेशन हुए तो से माने आगुरु करि पारि नथिबे से यीशु को समाधि देवा समय रे। सेठी पई से माने पुनर्बार से माने आसीचंती सेई सुगंधी द्रव्य किणिकी आउ थरे से माने यीशु को पाखो को आसुचंती से माने कि आमे गोटे भलो माने गोटे ग्रांड गोटे उत्तम बरियल तांकु देबा पाई गोटे प्रिपरेशन सहित देबा पाई मे भी से माने आउ थरे आसुचंती यीशुଙ୍କ निकटको से समाधि स्थान को आसुचंती तृतीय दिवस रे सेटा। तो सेठी आसुचंती। तो एठी आउ गोटे विषय भी आमे देखिबा कोन से माने जानिछंती कि समाधि द्वार रे गोटे बड़ पत्थर सेमानकर सम्मुख रे थिबो बोली, माने समाधि द्वार रे गोटे बड़ पत्थर अछि बोली से माने जानिछंती। माथ्यू 27:61 रे भी लिखा हिचे सेटा कि मगदलिनी मरियम अन्य मरियम से स्थान रे समाधि सम्मुख रे बसी रहितले से माने। तो एई बड़ पत्थर ऑलरेडी सेठी लागिछि बोली से माने जानिछंती। आउ मार्को 16:3 रे सेमाने आसीबा बेले जेतेबेले किणिकी आसुचंती रास्ता रे सेमाने परस्पर कथावार्ता भी कुहा कोई हेकि आसुचंती कि हम मानकर पई से समाधि द्वार रो से पत्थरटा गड़ाई दबो, कारण सेटा तो अति बृहत कि हम मानकर पई से पत्थरटी गड़ाई दबो। तो एबे देखंतु कोन हेछि माथ्यू 28:2 से माथ्यू 28 रे ही हमें रहिबा। माथ्यू 28:2 लेखा जायछि, आउ देखो महाभूमिकंप हैला, कारण प्रभुଙ୍କର जने दूत स्वर्गरु ओह्लाई आसी से पत्थर खंडिक गड़ाई दे ताहा उपरे बसिले। तांको रूप बिजुली परी ओ तांकर वस्त्र हिम परी शुभ्र वर्ण थिला। पुणी तांको भୟରେ प्रहरी माने कंपमान होई मृतवत हेले। देखंतु एठी कोन हेछि से स्थान रे कि आमे जानिनु एक्चुअली से पत्थरटा केउ समय रे गड़ा जाइछि। मे भी सेटा से राति रे गड़ा जाइछि कि संध्या रे गड़ा जाइछि कि एई सकाळे माने रविवार सकाळे गड़ा जाइछि। बट आमे एतिकी जानुछु कि जे स्त्री लोक मानकर जीवा पूर्वरु से पत्थरटा ऑलरेडी गड़ाई दिया जाइछि। परमेश्वर दूतंक द्वारा से पत्थरटा गड़ाई देइचंती। तो आमे माने भी परमेश्वरंकर माने एठी गोटे माने विषय आमे देखिबा को माने जाउछु, माने जानिबा आमे गोटे विषय कि आमे भी परमेश्वरंकर कार्य करबा निमंते जदी किछि स्टेप नउछु, तो आमे जदी हृदय रु किछि गोटे उत्तम विषय करबा पई जदी आमे किछि स्टेप नउछु,
ତାହେଲେ ଆମେ ଭାବିବା ପୂର୍ବରୁ ହିଁ ପରମେଶ୍ୱର ସେଇ ସାହାଯ୍ୟ ପଠେଇ ଦେବେ। ଯେମିତି ଏଇଠି ହେଇଛି, ସେ ସ୍ତ୍ରୀ ମାନେ ଭାବୁଥିଲେ ଆମମାନଙ୍କର ପାଇଁ କିଏ ସେ ପଥର ଗଡେଇ ଦବ, ତ ପରମେଶ୍ୱର ସେଇ ରୂପରେ ହିଁ ସାହାଯ୍ୟ ପଠାଇବେ। ଯଦି ଚାହିଁଥାନ୍ତେ ପରମେଶ୍ୱର କହିଥାଇ ପାରିଥାନ୍ତେ 12 ଜଣ ଶିଷ୍ୟ ବି ଥିଲେ, 12 ଜଣ ଶିଷ୍ୟଙ୍କ ଦ୍ୱାରା ବି ସେଇ ପଥର ଗଡେଇ ଦିଆଯାଇ ପାରିଥାନ୍ତା। କି ସେଇଠି ପ୍ରହରୀ ମାନେ ବି ଥିଲେ, ପ୍ରହରୀ ମାନଙ୍କୁ ବି ବୁଝେଇଥାନ୍ତେ କି ନାଇଁ ଆମେ କେବଳ ସୁଗନ୍ଧି ଦ୍ରବ୍ୟ ଲଗେଇବା ନିମନ୍ତେ ଆସିଛୁ, ଯୀଶୁଙ୍କ ଶରୀର ଆମେ ଚୋରି କରିବାକୁ ଆସିନୁ। ଏମିତି କିଛି ବି ଅଲଗା ସିନାରିଓ ହେଇପାରିଥାନ୍ତା। କିନ୍ତୁ ସେଠି କଣ ହେଉଛି, ପରମେଶ୍ୱର ଡାଇରେକ୍ଟ ସ୍ୱର୍ଗରୁ ସାହାଯ୍ୟ ପଠଉଛନ୍ତି ଦୂତ ମାନଙ୍କୁ ପଠେଇକି। ଆଉ ସେମାନଙ୍କର ଆସିବା ପୂର୍ବରୁ ହିଁ କିଛି ଗୋଟେ ଅଲଗା ବିଷୟ ହେଇଯାଇଛି, ପଥରଟି ଅଲରେଡି ଗଡେଇ ଦିଆଯାଇଛି। ତ ଅନେକ ଥର ଭାବୁ ଆମେ ଆମର ସାହାଯ୍ୟ କେଉଁଠାରୁ ଆସିବ। ଗୀତ ରଚକ ଦାଉଦ ଯେ ପ୍ରକାର ସାମ ଗୀତ ସଂହିତାରେ 121:1 ଲେଖୁଛନ୍ତି, ମୋର ସାହାଯ୍ୟ ସଦାପ୍ରଭୁଙ୍କ ଠାରୁ ଆସେ, ସେ ଆକାଶ ପୃଥିବୀ ନିର୍ମାଣ କଲେ। ତ ଆମମାନଙ୍କର ଏ ଜଗତରେ ଅନେକ ୱରିଜ ଅଛି, ସମସ୍ୟା ଅଛି, ଯନ୍ତ୍ରଣା ଅଛି, କଷ୍ଟ ଅଛି। ଶାରୀରିକ ତୌରରେ ଆମେ କେବେ ବି ଶାନ୍ତିରେ ଏଇ ଜଗତରେ ରହିପାରିବା ନାହିଁ। କିନ୍ତୁ ଦେଖନ୍ତୁ, ଏଇଠି ଯେମିତି ପରମେଶ୍ୱର ସ୍ୱର୍ଗରୁ ଡାଇରେକ୍ଟ ସେ ଦୂତଙ୍କୁ ପଠେଇକି ସାହାଯ୍ୟ ପଠାଉଛନ୍ତି, ସେମିତି ଆମମାନଙ୍କର ପାଇଁ ବି ସଦା ସର୍ବଦା ଜଣେ ବ୍ୟକ୍ତି ସାହାଯ୍ୟ ପଠାଇବା ପାଇଁ ସେ ଅଲୱେଜ ରେଡି, ସେ ସବୁବେଳେ ରେଡି। ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ ପଠାଇବେ। ଆମେ ପ୍ରଥମ ଷ୍ଟେପ ଆମକୁ ନେବାର ଅଛି, ଇନିସିଏସନ ଆମକୁ କରିବାର ଅଛି। ଯଦି ଗୋଟେ ସହୃଦୟ ମାନେ ଗୋଟେ ହୃଦୟ ସହିତ ମାନେ ପ୍ରଭୁ ମୁଁ ଏଇଟା ଚାହୁଁଛି, ପ୍ରଭୁଙ୍କର କାର୍ଯ୍ୟ ମୁଁ କରିବାକୁ ଚାହୁଁଛି, ପ୍ରଭୁ ତୁମେ ମତେ ସାହାଯ୍ୟ କର, ତାହେଲେ କେମିତି ନା କେମିତି ଉପାୟରେ ସେ ସାହାଯ୍ୟ ପ୍ରଭୁ ନିଜେ ପଠେଇଦେବେ। ସେଇଟା ଏଇଠି ଆମେ ଦେଖୁଛୁ। ଆଉ ଦେଖନ୍ତୁ, ଆମେ ଥର୍ଡ ପଏଣ୍ଟରେ ଏଇଟା ହିଁ ଦେଖୁଥିଲୁ ନା, ଏଇଟା ପ୍ରକୃତରେ ଏଇଟା ଘଟଣା ହେଇଛି କି ନାହିଁ ସେ ଫ୍ୟାକ୍ଟ ଜାଣିବା ପାଇଁ କେବଳ ସ୍ତ୍ରୀ ମାନଙ୍କର ସହିତ ସେଇଟା ଘଟିନି। ଦେଖନ୍ତୁ, ସେ ଦୂତ ମାନଙ୍କୁ ଯେତେବେଳେ ଏଇ ଯୋଉ ପ୍ରହରୀ ମାନେ ଦେଖିଲେ, ଭୟରେ ସେମାନେ କମ୍ପମାନ ହେଇକି ମୃତବତ ହେଇଗଲେ, ମଲା ସଦୃଶ ହେଇଗଲେ, ସେମାନେ ମୃତ ହେଇଯାଇଛନ୍ତି ସେମାନେ ସେଇ ଦୂତ ମାନଙ୍କୁ ଦେଖିକି। ତ ଆମେ ବି ଏଇଟା ମେ ବି ବିଶ୍ୱାସ କଲା ବେଳେ ଆମକୁ ବି ଟିକେ କଷ୍ଟ ଲାଗିପାରେ, ବଟ୍ ଯଦି ଆମେ ବି ଗୋଟେ ଦୂତକୁ ଦେଖିବା, ଆମେ ବି ମେ ବି ସେଇ ପ୍ରକାର ହିଁ ରିଆକ୍ଟ କରିଥାନ୍ତୁ ବୋଧେ। କାରଣ ଆମେ ଦେଖିବା ପ୍ରକାଶିତ 1 ଜହନ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କୁ ତାଙ୍କର ସେଇ ଗ୍ଲୋରିୟସ ଫର୍ମରେ ଦେଖୁଛନ୍ତି, ସେ ଯୋଉ ତେଜମୟ ରୂପରେ ଦେଖୁଛନ୍ତି, ପ୍ରକାଶିତ 1ରେ ଅଛି। ଯଦି ଆମେ ଚାହିଁବା ଖୋଲି ବି ପାରିବା, ପ୍ରକାଶିତ 1 ବାହାର କରନ୍ତୁ ମୋ ସହିତ, ପ୍ରକାଶିତ 1:12-18। ଦେଖନ୍ତୁ, ପଢିବା ଆବଶ୍ୟକତା ନାହିଁ, ବଟ୍ ମୁଁ ସ୍ପିଡଲି ପଢି ଦଉଛି। କିଏ ମୋ ସହିତ କଥା କହୁଛନ୍ତି, ଏହା ଦେଖିବା ନିମନ୍ତେ ମୁଁ ବୁଲି ପଡିଲି। ଜହନ ଏଠି କହୁଛନ୍ତି, ଆଉ ବୁଲି ପଡନ୍ତି ମୁଁ ଦେଖିଲି 7 ସୁବର୍ଣ୍ଣ ପ୍ରଦୀପ, ପୁଣି ସେହି ପ୍ରଦୀପ ଗୁଡିକର ମଧ୍ୟସ୍ଥଳରେ ମନୁଷ୍ୟ ପୁତ୍ରଙ୍କର ସଦୃଶ ଜଣେ ବ୍ୟକ୍ତି, ସେ ପାଦ ପର୍ଯ୍ୟନ୍ତ ବସ୍ତ୍ରରେ ଆଚ୍ଛାଦିତ ଓ ବକ୍ଷସ୍ଥଳରେ ସୁବର୍ଣ୍ଣ ପଟୁକ ଦ୍ୱାରା ବେଷ୍ଟିତ। ତାହାଙ୍କ ମସ୍ତକ ଓ କେଶ ହିମତୁଲ୍ୟ ଶୁଭ୍ର ଲୋମ ପରି ଶୁକ୍ଳ ବର୍ଣ୍ଣ, ଆଉ ତାହାଙ୍କ ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ। ତାହାଙ୍କ ପାଦ ଭାଟିରେ ପରିଷ୍କୃତ ଉଜ୍ଜ୍ୱଳ ପିତ୍ତଳ ତୁଲ୍ୟ ଓ ତାହାଙ୍କ ସ୍ୱର ମହା ଜଳକଲ୍ଲୋଳର ସଦୃଶ। ସେ ଆପଣା ଦକ୍ଷିଣ ହସ୍ତରେ 7 ନକ୍ଷତ୍ର ଧାରଣ କରିଥିଲେ। ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜମୟ ଥିଲା। ତାହାଙ୍କୁ ଦେଖି ମୁଁ ମୃତ ପରି ତାହାଙ୍କ ପାଦ ତଳେ ପଡିଗଲି। ସେଥିରେ ସେ ମୋ ଉପରେ ଆପଣା ଦକ୍ଷିଣ ହସ୍ତ ଥୋଇ କହିଲେ। ତ ନେକ୍ସଟ ବିଷୟ ଘଟିଛି। ତ 17 ପଦରେ ଦେଖନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କୁ ଦେଖିକି ଜହନ ମୃତ ପରି ତାଙ୍କର ପାଦ ତଳେ ପଡି ଯାଇଛନ୍ତି। ମାନେ ସେ ଗ୍ଲୋରିୟସ ଫର୍ମ ଦେଖିକି ସେ ମୃତ ହେଇଯାଇଛନ୍ତି। ଏକ୍ଜାକ୍ଟଲି ଶାରୀରିକ ରୂପରେ ତ ସେ ଦେଖିଥିଲେ, ଜହନ ଯୀଶୁଙ୍କୁ ଶାରୀରିକ ରୂପରେ ଦେଖିଥିଲେ। ଏବେ ବି ଦେଖନ୍ତୁ, ପୁନରୁତ୍ଥାନ ହେବା ପରେ ବି ଯୀଶୁ ଖ୍ରୀଷ୍ଟ ତାଙ୍କର ଗ୍ଲୋରିୟସ ଫର୍ମକୁ ଯାଇଛନ୍ତି କି ନା?
से 40 दिन जाए ए जगतरे मनुष्य माने जे प्रकार तांको देखि पारिबे सेमती ही गोटे मनुष्य पर ही से निजको देखाइले। आउ जौन पुस्तक भी जेमती लिखाई थोमा को से निजे कहूथिले कि देख जो स्थान रे कंटा मरा जाइछि से स्थान को तुम निजे हाथ बढ़े कि देख जौन 2027 रे हमें देखुछु एटा थोमा को से निजे कहउचंती देख। तो एटा स्वाभाविक कथा कि आमे मनुष्य आमे से स्वर्गीय दूतगण को देखिले आमे भी अचेत हे जिबा। किंतु देखंतु से जगह दूत मान को देखिकी से प्रहरी माने मृतवत हो जाइछंती। किंतु जेतेबेले से स्त्री माने दूत मान को देखिछंती कोन हेछि 5 पदरे किंतु दूत स्त्री लोक मान को उत्तर देले तुम्भे माने भय करो नाही कारण तुम्भे माने जे क्रूसरे हत यीशुंकर अन्वेषण करूअछ ताहा मु जाने। दूत सेठी आंसर दउछंती आउरी भलो भाबरे भी आउ गोटे तार सेम रेफरेंस रा हमें लूक पुस्तक रे आउ देखि परिबा लूक 24:5 रे भी मृत मानक मध्य रे तुम्भे माने काहेकि जीवितंकर अन्वेषण करूअछ। तो दूत माने आसीकी सेठी स्त्री लोक मानक सहित कथा होउचंती से माने देखंतु प्रहरी माने मृतवत हे जाउचंती किंतु ए स्त्री लोक माने तांको सहित कथा होउचंती केमिति पॉसिबल एटा काई ना दूत माने सेमानकर कौनसी हार्म पहुंचौ नांती देखंतु सेमानकर गोटे सुरक्षा सेठी सेमान को बुझौचंती कि तुमे भय कर नाही सेमान को सहित सेही माने सेही वॉइस रे मे भी से माने कथा होतिबे कि तुमे भय कर नाही जहा को तुमे खोजु अछ आ से माने पचार बिचंती मृत मानक मध्य रे तुमे माने काहे कि जीवितंकर अन्वेषण करू अछ। तो एठी से दूत मानकर कहिबार माने सेंस भी एटा हेथिबो कि जे मृत्युर पराजय हे गला माने एटा केवल जगत रे हेछि बोले सेटा नाही जो पुनरुत्थान माने से जो मृत्यु हेइथिला आउ से तांकर पुनरुत्थान हेइ जाइछि सेटा केवल जागतिक जगत रे हेछि बोले नाही एटा टोटल माने एंटायर क्रिएशन स्वर्ग पृथ्वी सारा सृष्टि प्रत्येक स्थान रे ए मृत्युटी संपूर्ण रूपे समाप्त हेइ गला। अब केवल पृथ्वी रे ही तार विजय ध्वनि हैला सेटा नाही स्वर्ग रे भी तार विजय ध्वनि हेइथिबो। सेति पई से दूत माने कहउचंती मृत मानकर मध्य रे तुमे माने काहे कि जीवितंकर अन्वेषण करूछ से जीवित से तुमे इथे मृत स्थान रे एटा खोजुछ इट मीन्स गोटे स्थान नाही एवरी स्थान समग्र सृष्टि एंटायर क्रिएशन पाई भी एटा गोटे पुनरुत्थान थिला आउ चारिआडे विजय ध्वनि हेउछि। आउ से सेठी भी कहउचंती तुमर मने नाही कि गालिली रे थिबा समय रे एटा मु तुमको कहिथिली कि मु पुनर्जीवित हेबी। तो देखंतु तो एई सब घटना रो आमे माने हमको पूरा क्लैरिटी जे एटा गोटे मिथ की गोटे काल्पनिक की गोटे स्टोरी नाही एटा एठी केते जन को प्रभु निजे माने से स्त्री लोक मान को देखा दउचंती से प्रहरी मान को देखा दउचंती आउ सेठी पूरा क्लियर हो जाउची हां एटा एमिति घटी थिला। तापर चतुर्थ विषय हमें देखिबा ए पुनरुत्थान रो आमे कोन कोन आमे पाई परिबा एटा बुझिया पई आमे जोहन पुस्तक खोलिबा जोहन 20:30 और 31 यीशु शिष्य मान को साक्षात रे एपरि अनेक ओ विभिन्न प्रकार आश्चर्य कर्म साधन कले से सब ए पुस्तक रे लेखा होई नाही किंतु तुमे माने जे पर विश्वास करो जे यीशु ईश्वर को पुत्र ख्रीष्ट अटंती पुणी विश्वास करी जे परी तुमे माने ताहां को नाम रे जीवन प्राप्त हुओ एथि निमंते समस्त लेखा जाय अछि। तो हमर एथि हमर हेडिंग कोन हमने कोन पाई परिबा एथि तो हेडिंग रे ही अछि देखंतु से पुस्तक रो हेडिंग रे ही एई पुस्तक रो उद्देश्य माने कोन एई सब विषय लेखबा परे जोहन निजे कहउचंती कि तुमे माने विश्वास करो कि यीशु ही से ईश्वरंकर पुत्र ख्रीष्ट अटंती आ से यीशु को द्वारा ही परित्राण हमें पाइछु आ ताहांको नाम रे ही हमें जीवन पाइबा
ଏଇଠି ମେନ୍ ଜିନିଷ, ଜୀବନ ପାଇବା ଆମେ। କଣ ପାଇବା ଆମେ? ଜୀବନ। ଯେଉଁ ବିଷୟ ଜହନ 11:25-26 ମାର୍ଥା ଓ ମରିୟମକୁ ଯୀଶୁ ବୁଝଉଥିଲେ, ମୁଁ ସେଇ ପୁନରୁତ୍ଥାନ ଓ ଜୀବନ, ସେଇ ଜୀବନ କଥା ଏଇଠି ଲେଖାଯାଇଛି। ମୁଁ ହିଁ ସେଇ ଜୀବନ। ପରମେଶ୍ୱରଙ୍କ ଠାରୁ ଆମେ ଯେଉଁ ଅଲଗା ହେଇଯାଇଥିଲୁ, ଆମେ ଶାରୀରିକ ରୂପରେ ଆମେ ମୃତ୍ୟୁ ହେଲା ପରେ ବି ଆମେ କେବେ ବି ଆମେ ସ୍ୱର୍ଗକୁ ଯାଇପାରି ନଥାନ୍ତୁ। ଯେତେ ଚେଷ୍ଟା କଲେ ବି ଆମେ ଯାଇପାରି ନଥାନ୍ତୁ। ଆମମାନଙ୍କର ଜୀବନ କାଳରେ ଯଦି ଏଭ୍ରିଡେ ପ୍ରତ୍ୟେକ ଦିନ ବି ଆମେ ଯଦି ଗୋଟେ ବି ପାପ କରି ବି ନଥାନ୍ତୁ, ତଥାପି ବି ଆମେ ସ୍ୱର୍ଗକୁ ଯାଇପାରି ନଥାନ୍ତୁ। ଆମମାନଙ୍କୁ ଯେଉଁ ପରମେଶ୍ୱର ନିର୍ମାଣ କରିଛନ୍ତି, ତାଙ୍କ ସହିତ ବି ଆମର ମିଳନ ହେଇପାରି ନଥାନ୍ତା। ସେଇ ଉଦ୍ଧାର ଆଉ ସେଇ ସତ୍ୟକୁ ଆମେ ଏବେ ପାଇଲୁ। ଆଉ ସେଇଥିପାଇଁ ଜଣେ ବ୍ୟକ୍ତି ପରମେଶ୍ୱର ସେ ତାଙ୍କର ଅଦ୍ୱିତୀୟ ପୁତ୍ରଙ୍କୁ ସେ ପଠାଇଲେ। ଆଉ ସେ ଯୀଶୁ ନିଜେ ସ୍ୱର୍ଗରୁ ଓହ୍ଲାଇ ଆସି ତାଙ୍କର ପ୍ରାଣ ଦେଇକି ଆମକୁ ସେ କିଣିଛନ୍ତି। ଆମକୁ ସେ କିଣିଛନ୍ତି। ଆମେ କଣ ପାଉଛୁ ଏବେ? ସେ ଅନନ୍ତ ମୃତ୍ୟୁରୁ ଆମେ ଉଦ୍ଧାର ପାଇଯାଇଛୁ। ଆମେ ଜୀବନ ପାଇଯାଇଛୁ। ଆମେ ଆଉ ଯେତେ ସବୁ ବିଷୟ ପୁରାତନ ନିୟମରେ ଲେଖା ଯାଇଥିଲା, ସେ ସବୁ ବିଷୟକୁ ଯୀଶୁ ଖ୍ରୀଷ୍ଟ ଗୋଟେ 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 କରିକି ସେ ପୂରଣ କରିକି ସେ ନିଜେ ଦେଖଉଛନ୍ତି। ତ ଆମେ କଣ ପାଉଛୁ? କ୍ୱେଶ୍ଚିନ୍ ଆରାଇଜ ଉଠେ, ଏଇ ପୁନରୁତ୍ଥାନରୁ ଆମକୁ କଣ ମିଳିଲା? ଆମେ ସେଇ ଅନନ୍ତ ମୃତ୍ୟୁରୁ ଆମେ ଜୀବନ ପାଇଛୁ। ତାର ଆନ୍ସର ଏଇଟା। ତାପରେ ଫିଫ୍ଥ ବିଷୟ ଆମେ ଦେଖିବା କି ପ୍ରଭୁ ଆମକୁ କିଛି କରିବାକୁ କହୁଛନ୍ତି କି? ମାନେ କିଛି ଚାଳନା ଆମକୁ ବି ଦଉଛନ୍ତି କି? ଏବେ ଆମେ କଣ କରିବା? ପ୍ରଭୁ ଯୀଶୁ ତ ଉଠିଲେ, ତାଙ୍କର କାର୍ଯ୍ୟ ସେ କଲେ, ଆମେ କଣ କରିବା ଏବେ? ମାଥ୍ୟୁ 28:19-20 ଲାଷ୍ଟ ଦେଖିବା। ମାଥ୍ୟୁ 28:19-20 ପଦ। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଉଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଆମମାନଙ୍କର ସାରାଂଶ, ଟୋଟାଲ ବାଇବଲର ସାରାଂଶ ଆମେ ଏଇଠି ପାଇଯାଉଛୁ। 5ଟା ବିଷୟ ଏଠି ଆମକୁ କହିଛନ୍ତି। ପ୍ରଥମ ବିଷୟ କଣ? ତୁମେ ମାନେ ଯାଅ। ତୁମେ ମାନେ ଯାଇ, ଲେଖା ହେଇଛି ନା 19 ପଦରେ, ତୁମେ ମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର, ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ। ମାନେ ପ୍ରଥମ ଷ୍ଟେପ ଆମକୁ କୁହାଯାଉଛି ତୁମେ ଯାଅ। ଆମେ କେଉଁଠିକୁ ଯିବା? ଆମେ ଯଦି ପ୍ରଭୁଙ୍କୁ ପଚାରିବା କେଉଁଠିକୁ ଯିବୁ ପ୍ରଭୁ ଆମେ, ତ ପ୍ରଥମ ମାନେ ଆମକୁ ଆନ୍ସର ଏଇଟା ଆସିବ, ପ୍ରଥମେ ଆମ ପରିବାରଠୁ ଆମେ ଆରମ୍ଭ କରିବା। ଆମମାନଙ୍କର ମିନିଷ୍ଟ୍ରି ଆମେ କୋଉଠୁ ଆରମ୍ଭ କରିବା? ଆମର ପରିବାର, ଆମର ନିଜ ଲୋକମାନେ, ଆମର ବଂଶ, ଜାତି, କୁଟୁମ୍ବ, ସେଇଠୁ ଆମେ ଆରମ୍ଭ କରିବା। ଆଉ କେବଳ ନିଜ ଜାତି ନାହିଁ, ଲେଖା ହେଇଛି ସମସ୍ତ ଜାତିର ଲୋକଙ୍କୁ। କେବଳ ନିଜ ଭିତରେ ବି ସୀମିତ ରହିବାର ନାହିଁ, ସମସ୍ତ ଜାତି ପାଖକୁ ଯିବା। ଆଉ ଗୋଟେ ବିଷୟ, ଯଦି ଆମେ ଯାଇପାରୁନୁ, ଆମେ ସକ୍ଷମ ନାହିଁ, ପ୍ରଭୁ ଆମେ ସେ ସ୍ଥାନକୁ ଯାଇପାରୁନୁ, ତାହେଲେ ଆମେ କଣ କରିବା? ଆମେ ବସିକି ପ୍ରାର୍ଥନା କରିବା। ଆମମାନଙ୍କର ସେଇ ପ୍ରାର୍ଥନା ଯିବ ସେଇ ସ୍ଥାନକୁ ଆଉ କାର୍ଯ୍ୟ କରିବ। ଆମେ ଯୋଉ ଜାଗାକୁ ଯାଇପାରୁନୁ, ସେ ଜାଗାରେ ଆମର ପ୍ରାର୍ଥନା ଯିବ। ତ ପ୍ରଭୁ ଆମମାନଙ୍କୁ ସେଇ ବୋଝ ଦିଅନ୍ତୁ। ଆମେ ପ୍ରାର୍ଥନା କରିବା କି ଯୋଉ ଜାଗାରେ ପ୍ରଭୁ ଆମେ ଯାଇପାରୁନୁ, କିନ୍ତୁ ସେଠି ତୁମର ପରିତ୍ରାଣର ଆବଶ୍ୟକ ଅଛି, ସେଠି ଆମମାନଙ୍କର ପ୍ରାର୍ଥନା ଯିବ ଆଉ ସେଠି କାର୍ଯ୍ୟ କରିବା ଆରମ୍ଭ ହେବ। ଏଇଠୁ ଷ୍ଟାର୍ଟ କରିବା ଆମମାନଙ୍କର ମିନିଷ୍ଟ୍ରି। ସେକେଣ୍ଡ ବିଷୟ, ଯୀଶୁ ଯେଉଁ ଯେଉଁ ଆଜ୍ଞା ଦେଇଛନ୍ତି ତାହା ପାଳନ କରିବାକୁ ଶିକ୍ଷା ଦିଅ। ଶିକ୍ଷା। ଆଉ ସେ ଆଜ୍ଞା, ଯେଉଁ ଆଜ୍ଞା ଦେଇଛନ୍ତି ସେ ସବୁ ପାଳନ କରିବାକୁ କହୁଛନ୍ତି। ଆଜ୍ଞା କଣ? ଆଜ୍ଞା ହଉଛି, ଆଜ୍ଞାବହ ହେବାଟା ହିଁ ପ୍ରଥମ ଆଜ୍ଞା। ମାନେ କଣ? ଆମେ ବି ଓବିଡିଏଣ୍ଟ, ମାନେ ଆମେ ଯେତେବେଳେ ତାଙ୍କର କଥାକୁ ମାନୁଛୁ, ପାଳନ କରୁଛୁ, ସେଇଟା ହିଁ ଆମେ ତାଙ୍କର ଆଜ୍ଞାକୁ ମାନୁଛୁ। ଆଉ ଶିକ୍ଷା କଣ?
ଶିକ୍ଷା ଫର ଏକ୍ସାମ୍ପଲ ଆମେ ମାଥ୍ୟୁ 5 ରେ ଦେଖିପାରିବା ଯୀଶୁ ଯାଉଛନ୍ତି ପର୍ବତ ଉପରକୁ ଆରୋହଣ କରୁଛନ୍ତି ଆଉ ସେଠୁ ସେ ଶିକ୍ଷା ଦଉଛନ୍ତି। ମାଥ୍ୟୁ 5:2 ଲୋକ ସମୂହ ଦେଖି ଯୀଶୁ ପର୍ବତ ଆରୋହଣ କଲେ, ପୁଣି ଉପବେଶନ କଲା ଉତ୍ତାରେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ଛାମୁକୁ ଆସିଲେ। ସେଥିରେ ଯୀଶୁ ମୁଖ ଫିଟାଇ ସେମାନଙ୍କୁ ଶିକ୍ଷା ଦେଇ କହିବାକୁ ଲାଗିଲେ, ଆତ୍ମାରେ ଦିନହୀନ ଲୋକେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଶୋକାର୍ତ୍ତ ଲୋକେ ଧନ୍ୟ, କାରଣ ସେମାନେ ସାନ୍ତ୍ୱନା ପ୍ରାପ୍ତ ହେବେ। ଏ ପ୍ରକାର ବହୁତ ସାରା ଶିକ୍ଷା ସେଠି ସେ ଦଉଛନ୍ତି। ମୁଁ ଫର ଏକ୍ସାମ୍ପଲ କହିଲି, ମାନେ ଏଇ ପ୍ରକାର ଶିକ୍ଷା ଆମକୁ ଦେବାର ଅଛି। ଆମକୁ ଏଇ ପ୍ରକାର ଶିକ୍ଷା ଶିଖେଇବାର ଅଛି। ଆଉ ତାର ମାନେ ଏଇଟା ନାହିଁ ଯେ ମୁଁ ସବୁ ବିଷୟ ଶିଖିବି ଆଉ ତାପରେ ଯାଇକି ଶିଖେଇବି, ନାଇଁ, ସେମିତି ନାହିଁ। ଆମେ ପ୍ରଥମ ଷ୍ଟେପ ଆମେ ନେବା, ପବିତ୍ର ଆତ୍ମା ନିଜେ ଆମମାନଙ୍କୁ ସାହାଯ୍ୟ କରିବେ। ଆମେ ଶିଖୁଛୁ, ଏଭ୍ରିଡେ ଆମେ କିଛି ନା କିଛି ଶିଖୁଛୁ। ଆମେ ଯାହା ଶିଖୁଛୁ ସେଇଟା ଆମେ ଶିଖେଇବା। ଥାର୍ଡ ବିଷୟ, ସେମାନଙ୍କୁ ତୁମେ ଶିଷ୍ୟ କର, ଲେଖା ହେଇଛି ଶିଷ୍ୟ କର। ଏଇଟା ହିଁ ଆମମାନଙ୍କର ପ୍ରକୃତ ମାନେ ଯୋଉ କାମ, ଆମମାନଙ୍କର ଲକ୍ଷ୍ୟ କଣ? ଶିଷ୍ୟ କରିବା। ଯୋହନ 8:31 ଲେଖାଯାଏ, ଅତଏବ ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର ଶିଷ୍ୟ। ଗୋଟେ ଶିଷ୍ୟ ଗୁରୁର ସବୁ ଆଜ୍ଞାକୁ ସେ ମାନିବ, ସର୍ବଦା ସେ ମାନିବ। ପ୍ରଭୁ ଏଠି କହୁଛନ୍ତି, ଯଦି ସେ ମୋର ବାକ୍ୟରେ ସ୍ଥିର ହୋଇକି ରହିବ, ସେ ହିଁ ମୋର ପ୍ରକୃତରେ ସେ ମୋହର ଶିଷ୍ୟ। ବାଧା ବିଘ୍ନ ଆସିବ, ସମସ୍ୟା ଆସିବ, କିନ୍ତୁ ତୁମେ ସ୍ଥିର ହୋଇକି ରହିବାର ଅଛି। ଆମେ ସମସ୍ତେ ଆମେ ସ୍ଥିର ହୋଇକି ରହିବା, ଆଉ ସେଥିରେ ହିଁ ଆମେ ତାଙ୍କର ଶିଷ୍ୟ ହେଇପାରିବା। ଆଉ ଆମେ ଜଣେ ଶିଖିବା ତାହା ନାହିଁ, ଆମେ ଶିଖିବା ଆଉ ଶିଖେଇବା। ଏଇଟା ହିଁ ଆମର ମିନିଷ୍ଟ୍ରି। ଆମେ କଣ କରିପାରିବା? ଆଜି ଘରେ ରହିକି ଆମେ କଣ କରିପାରିବା? ପ୍ରାର୍ଥନା କରିପାରିବା। ଆମେ ଯାହା ବି ଶିଖୁଛୁ ଆମେ ଶିଖେଇ ପାରିବା, ଆଉ ସେ ବାକ୍ୟରେ ଆମେ ଅଟଳ ହେଇକି ରହିବା। ତାପରେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ, ଆମମାନଙ୍କର ମଣ୍ଡଳୀରେ ସେମାନଙ୍କୁ ଜଡିତ କରିବା। ବାଳକ ମାନଙ୍କ ମାନେ ପାଖକୁ ଆମେ ସେମାନଙ୍କୁ ନେଇକି ଯିବା, ସେମାନେ ଯେମିତି ବାପ୍ତିସ୍ମ ନେଇପାରିବେ। ଆମେ ତାଙ୍କୁ ସାହାଯ୍ୟ କରିବା। ନିଶ୍ଚୟ ପବିତ୍ର ଆତ୍ମା ଆମକୁ ସାହାଯ୍ୟ ପଠେଇବେ। ଆମେ ଆମ ଆଡୁ ପ୍ରଥମ ଷ୍ଟେପ ଆମେ ଯେତେବେଳେ ନେଇଯାଉଛୁ, ପବିତ୍ର ଆତ୍ମା ନିଜେ ସେ ସବୁ ଆପଣ କଣ୍ଟ୍ରୋଲରେ ସେ ଆଣିଦେବେ। ତାପରେ ଲାଷ୍ଟ ସେଇ ପଏଣ୍ଟଟା ଲେଖା ହେଇଛି, ଯୁଗାନ୍ତ ପର୍ଯ୍ୟନ୍ତ ଆମ ସଙ୍ଗେ ସଙ୍ଗେ ପ୍ରଭୁ ଯୀଶୁ ଅଛନ୍ତି। ହଁ, ସେ କହିଛନ୍ତି ନା ଆମକୁ ଅନାଥ କରିକି ଛାଡିକି ଯିବେନି। ପବିତ୍ର ଆତ୍ମା ସେଇ ସାହାଯ୍ୟକାରୀ ଆତ୍ମା, ଯୁଗାନ୍ତ ପର୍ଯ୍ୟନ୍ତ ସେ ଆମମାନଙ୍କର ସଙ୍ଗେ ସଙ୍ଗେ ଅଛନ୍ତି। ତ ହୋଲି ସ୍ପିରିଟ ଆମମାନଙ୍କର ସବୁ କାର୍ଯ୍ୟରେ ଆମକୁ ସାହାଯ୍ୟ କରିବେ। ଆଉ ଆମର କାର୍ଯ୍ୟ ଏଇ ପୁନରୁତ୍ଥାନରୁ ଆମେ ଆଜି କଣ କଣ ଶିଖିଲୁ, ଆମମାନଙ୍କର ଲାଇଫରେ ସେଟା କେତେ ଦୂର ଇମ୍ପାକ୍ଟ ପକଉଛି, ଆମେ ନିଜକୁ ସମୀକ୍ଷା କରିବା। ଆଉ ତାଙ୍କଠୁ ଆମେ ସେଇ ଅନନ୍ତ ମୃତ୍ୟୁରୁ ଆମେ ଜୀବନ ପାଇଛେ ଆମେ, ଆଉ ସେଇ ଜୀବନ ମାନେ କେତେ ବଡ ବିଷୟ ସେଟା ଆମେ ନିଜେ ମଧ୍ୟ ମାନେ ଜାଣିପାରୁନୁ ସେଟା, କିନ୍ତୁ ଆମେ ପାଇଛୁ, ପ୍ରଭୁ କରିଛନ୍ତି। ଆଉ ସମସ୍ତ ବିଷୟ ସେ କରିକି ଆମକୁ ସେ କିଣି ନେଇଛନ୍ତି। ସେ ତ ପ୍ରଭୁ ଏଇ ସମସ୍ତ ଶିକ୍ଷାରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆମମାନଙ୍କର ଜୀବନରେ ମଧ୍ୟ ଏ ପ୍ରକାର କାର୍ଯ୍ୟ କରିଛନ୍ତି। ବର୍ଷ ସଂଖ୍ୟା ଲାଗିଛି, ମାତ୍ର ପ୍ରଭୁ ଆମମାନଙ୍କର ହସ୍ତ ଛାଡି ନାହାନ୍ତି। ପରିବାରରେ ଆମମାନଙ୍କୁ ସେ ପରିତ୍ରାଣ ଦେଇଛନ୍ତି। ସମସ୍ତ ମାନେ ପ୍ରକାର ସମସ୍ୟାରୁ ସେ ଆମମାନଙ୍କୁ ଉଦ୍ଧାର କରି ଆମମାନଙ୍କୁ ତାଙ୍କ ପଥରେ ସେ ଚଲାଇ ନଉଛନ୍ତି। ଆଉ ସେ ସତ୍ୟତା ଜାଣିଲା ପରେ ଆମମାନେ ମୁକ୍ତ ହୋଇ ସାରିଛୁ, ଆମମାନେ ପରିତ୍ରାଣ ପାଇ ସାରିଛୁ। ଆଉ ପ୍ରଭୁ ଏଇ ବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଭାବୁଛି ନିଶ୍ଚୟ ଆମେ କିଛି ନା କିଛି ବିଷୟ ଆମେ ଶିଖିଛୁ। ଆଉ ସମସ୍ତଙ୍କୁ ଧନ୍ୟବାଦ, ଆଉ ପେସେନ୍ସ ର ସହିତ ମତେ ଶୁଣିଥିବାରୁ। ଆଉ ମୋର ଫାର୍ଷ୍ଟ ଟାଇମ, ଆଉ ଯଦି କିଛି ଭୁଲ ମୁଁ କହିଥାଏ ତାହେଲେ ଦୟାକରି ମତେ କ୍ଷମା କରିବେ, ଆଉ ମତେ ରେକ୍ଟିଫାଏ ମଧ୍ୟ କରିବେ। ଆଉ ସମସ୍ତଙ୍କୁ ଧନ୍ୟବାଦ। ପ୍ରେଜ୍ ଦ ଲର୍ଡ।